असुर कुमारी लोकनारे कालीकर तो गति लोकरानी रे अरे कालीकर तो गति लोकरानी रे कविता गति लोकरानी रे एनु बजाई गो पिके महिला नाना रूप कपटारे धरिला नाना रूप कपटारे धरिला नाना रूप कपटारे धरिला इन दुनिया हो रे राधा मंदिर दिने भूता हला राधा मंदिर दिने भूता हला राधा मंदिर जय जय जगन्नाथ सहारा विचारी हरि कंठ तारा मामा कोला मा दोए तारी घरी कंठ तारा मामा कोला दोए तारी घरी कंठ तारा मामा कोला चालते पादनु पुरो एरे मोबाइल तुम्हें मातल वीर जाऊ जाऊ सागरे रहिलु नाम बरुणाई मंगलरु गंगा जाऊ आथे बाए अरे नदी मंगलरु गंगा जाऊ आथे बाए नदी मंगलरु गंगा जाऊ आथे बाए गंगा चरणे हाउ हाउ आशीर्वाद सहित रे दियो जाऊ जाऊ पद चक्र पादरे शरण रमाकांत गुरु तुमे मोटे करो कारण हाउ 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 जेते गुरु देव तुमे रही अच्छा बाते आशीर्वाद पारो देवा खाते अरे मौ पारे आशीर्वाद पारो देव ଥିବା କଥା को ରଖି ଟେକିଛି ମଥାକୁ ରକ୍ତମ ଆକାର ହୋଇ ରୁହେ ଉତ୍ତର ଏ ରବି ଶଶି ଗତି ପଥ ଏ ରୋଧିବାକୁ ଯେ ସାମର୍ଥ ରାତିପତି ଭସ୍ମକାରୀ ବାସ ତହି ରଖେ ଶୃଙ୍ଗ ମାନପଟେ ରଖେ ଶୃଙ୍ଗ ମାନପଟେ ଉଠି ପାରୁନି ଉଠି ପାରୁ ଶିବ ଆଜ୍ଞା ତୋର ସେ ବଡ ଭାଇ ମୁଁ ବଡ ତାକୁ ହାତ ଉଠେଇବାଟା ଠିକ ହେଲା ଆରେ ମୁଁ ବଡ ତୁ କହୁଛୁ ତୁ ବଡ ହଁ ସିଏ କହୁଛି ସିଏ ବଡ ହଁ
আচ্ছা এମିତି খালি ପ୍ରତିଦ୍ୱন্ଦ କଲେ ହେବ ନା ତାର କିଛି ଫାଇନାଲ କରାଯିବ? ଆଚ୍ଛା ଯଦି ତମେ ବଡ ତୁ କହୁଛୁ ତୁ ବଡ ଆଚ୍ଛା ତୁ କେବେ ଜନ୍ମ ହେଇଥିଲୁ କେବେ କହିଲୁ? 1961 ମସିହା। ତୁ 1961 ମସିହାରେ ଜନ୍ମ ହେଇଥିଲୁ। ଆଚ୍ଛା ତୋର କେବେ? ମୋର ସେଇ 1961 ମସିହା। ଆଚ୍ଛା ସମକକ୍ଷ ଆଉ 1961 ମସିହା। ଆଜ୍ଞା। ତୁ କୋଉ ମାସରେ ଜନ୍ମ ହେଇଥିଲୁ? ଫେବୃଆରୀ ମାସ। ଫେବୃଆରୀ ମାସ। ଆଜ୍ଞା। ଆଚ୍ଛା ତୋର କୋଉ ମାସ? ମୋର ସେଇ ଫେବୃଆରୀ ମାସ। ସେଟା ଯାହା କହୁଛି ପାଳି ଧରୁଛି ମତେ ଆଗ ପଚରା ହବ। ତୁ 1961 ମସିହା ଫେବୃଆରୀ ମାସ ଯିବାର କେତେ ତାରିଖରେ ତୁ ଜନ୍ମ ହେଇଥିଲୁ? ମୋର ଫୁଲ ମନେ ଅଛି। ତୋର ଫୁଲ ମନେ ଅଛି? ଫୁଲ ମନେ ଅଛି। ଆରେ ତୋର କେମିତି ଫୁଲ ମନେ ହେଲା? ଯେତେବେଳେ ଅଧା ଜନ୍ମ ହେଇ ପଇଲି। ମାନେ ତୁ ଯେତେବେଳେ ମାତାଙ୍କ ଗର୍ଭରୁ ଅଧା ଜନ୍ମ ହେଲୁ ହେଲି ହଁ ଅଧା ଜନ୍ମ ହେଇଛି ଅନେଇ ଆସି ଆମ ଘରେ କ୍ୟାଲେଣ୍ଡରଟା ଓହଳା ହେଇଛି। ମାନେ ତ ଅଧା ଜନ୍ମ ହେଇକି ଅନେଇ ଦେଲୁ ତମ ଘର କାନ୍ଥରେ ଗୋଟେ କ୍ୟାଲେଣ୍ଡର ଟଙ୍ଗା ହେଇଛି। କଣ ଲେଖା ହେଇଥିଲା ସେଦିନ? 1961 ମସିହା 1961 ମସିହା ଫେବୃଆରୀ ମାସ 25 ତାରିଖ ରବିବାର। ଆଚ୍ଛା ତୋର 1961 ମସିହା 1961 ମସିହା ଫେବୃଆରୀ ମାସ 24 ତାରିଖ ଶନିବାର। ଶନି ରବି ସୋମ ମଙ୍ଗଳ ବୁଧ ଗୁରୁ ଶୁକ୍ର ଶନି ରବି ଆଉ ଅଛି ଶନି। ରବି ରହୁଛି ଉପରେ ଶନି ରହୁଛି। କେମିତି ଶନି? କେମିତି କହିଲୁ ବାପା? ହଁ ରବିବାରେ ଥାନା କୋର୍ଟ କଲେଜ ସ୍କୁଲ ସବୁ ଛୁଟି। ତ ବୋଉର କଣ ଛୁଟି? ମାନେ ତୋର କହିବା ମୁତାବକ ଆଜ୍ଞା ରବିବାରେ ସ୍କୁଲ କଲେଜ ଥାନା ଫାଣ୍ଡି ମେଡିକାଲ ସବୁ ଛୁଟି। ସିଏ ଜନ୍ମ ହବା ପାଇଁ ତା ବୋଉର ଗୋଟେ ଛୁଟି ଥାନ୍ତା। ଛୁଟି ରହିବନି? ସେ କହିଲା ଶନିବାର ଜନ୍ମ। ଶନିବାର ଦିନ ଆପଣ ଯାଉଛନ୍ତି ହାଫ ଛୁଟି। ଆଚ୍ଛା ହାଫ ଛୁଟି ସେ ହାଫ ଜନ୍ମ ହେଲାନି। ଫୁଲ କାହିଁକି ଜନ୍ମ ହଉଥିଲା? କିଏ ଶୁଣିବ ଇଏ ଅରାଇଜ ପାଠ ମାନ କିଏ ଶୁଣିବ? ଆରେ ଅଛି ଗୀତା ଭାଗବତ କରେ କିଏ ଶୁଣିବ? ଉପଜନ ଦେଇ ମନ କର୍ଣ୍ଣ ଯାହା ଯାହା ନ୍ୟାୟ ମାନ ହେବ ବିଷୟ କହୁଛି ବୁଝାଇ ଆପଣ ମାନଙ୍କୁ ଦୟା କରିବେ ଜଗତ ଗାୟକ ରତ୍ନ ହରିନାଥଙ୍କ ଲେଖନୀ ମୁନରୁ ମୁଁ ପଦୁଟିଏ ଗାଇଛି। ରହି ନଥିବା କଥାକୁ ରଖି ଟେକିଛି ମଥାକୁ ରତନ ଆକାର ହୋଇ ରୁହେ ଉତ୍ତରେ। ରବି ଶଶି ଗତିପଥ ରୋଧିବାକୁ ଯେ ସାମର୍ଥ ରତିପତି ଭସ୍ମକାରୀ ବାସ କହିଲେ ଶୃଙ୍ଗ ମାନକ ଟେକ ରହେ ଲାଖି କଳ୍ପିବାକୁ କବି ବିବେକ। ଆଜ୍ଞା ଏମିତି ଗୋଟା ପଦାର୍ଥ ଅଛି ଯାହାକୁ ଚନ୍ଦ୍ର ସୂର୍ଯ୍ୟ ମଧ୍ୟ ଗତିପଥକୁ ବଦଳେଇକି ଦେଇ ପାରୁନା, ପଥରୋଧ କରିକି ରହିଛି। ଏମିତି କଣ ଗୋଟେ ପଦାର୍ଥ ଅଛି? ତାକୁ ଜଣେ କବି କହିଲେ ଅସ୍ଥି। ସେ କିଏ? କହିଲେ କାଳିଦାସ ମହାପଣ୍ଡିତ। କାଳିଦାସ ମହାପଣ୍ଡିତ କବି ମାନଙ୍କୁ ଯେ କଲେ ଖଣ୍ଡିତ। କାଳିଦାସ ମହାପଣ୍ଡିତ ଲେଖୁଥିଲେ କାଳିଦାସ ମହାପଣ୍ଡିତ ରାଜ ଦରବାରେ ଥିଲେ ଦଣ୍ଡିତ। କାଳିଦାସ ମହାପଣ୍ଡିତ ବେଶରେ ଗାଇ ହେଲେ ଲଣ୍ଡିତ। କାଳିଦାସ ମହାପଣ୍ଡିତ। ସେଇ କାଳିଦାସ ସେକ୍ସପିୟର ସେ କହିଲେ ଅସ୍ଥି। କଣ କହିଲେ? ଆପଣ କୁମାର ସବୁ ପ୍ରମାଣ ଦିଏ କହିଲେ ଅସ୍ଥି ଉତ୍ତର ଶ୍ୟାମ ନିଷିଦ୍ଧବତାତ୍ମା ହିମାଳୟ ନାମର ଗାଧିରାଜ। ଉତ୍ତର ଶ୍ୟାମ ଦେଶୀ ଦେବତାନି ଆତ୍ମା ସଦୃଶ୍ୟ ଯୋଉ ହିମାଳୟ ପର୍ବତ ତାର ପୂର୍ବ ପାଖରେ ବଙ୍ଗୋପସାଗର, ପଶ୍ଚିମରେ ଆରବ ସାଗର, ଯାହାର ପଦଧୌତ କରନ୍ତି ସେଇ ହିମାଳୟ ପର୍ବତ ଆଜି ପୃଥିବୀର ମାନଦଣ୍ଡ ସଦୃଶ୍ୟ ବିରାଜମାନ କରିଅଛେ।
ହେ ତାହେଲେ ସେଠି ଅଛି କଣ ସେଇ କୁମାର କହିଲେ ଅନାଥ ରତ୍ନ ପ୍ରଭବସ୍ୟ ଦସ୍ୟ ହିମେନ ସୌଭାଗ୍ୟ ବିରାଟଇ ଏକେନ ଦୋଷ ପୁରୁଷ ନିପାତ ଏ ନିମଳ ପିଣ୍ଡ କିରଣ ଶୋଭାଙ୍କ ହୀରା ନୀଳା ମୋତି ମାଣିକ ବୈଦୁର୍ଯ୍ୟର ଗନ୍ତାଘର ଆଜ୍ଞା ଖାଲି ଟିକିଏ ସେଠି ଅସୁବିଧା କଣ କଣ? ସର୍ବଦା ବରଫରେ ଆଚ୍ଛାଦିତ ହଁ ତେଣୁ ସେଥିରେ ବାସ କରନ୍ତି କିଏ କିଏ? ନା ଯୋଗାରୂଢ ପୁରୁଷ ଦେବ ଦେବ ମହାଦେବ ସେଦିନ ଅନୁଚର ମାନଙ୍କୁ ନେଇ ଆଜି ସେଦିନ ତାଣ୍ଡବ ରଚନା କରୁଛନ୍ତି ବୋଲେ ତାଦ୍ରିମି ଦାଦ୍ରିମି ଦ୍ରିମି ଡମ୍ବରୁ ଡମ୍ବରୁ ବାଜେ ତାଦ୍ରିମି ତାଦ୍ରିମି ଧିମି ଡମ୍ବରୁ ବାଜେ ତାଦ୍ରିମି ଧିମି ଧିମି ଅଙ୍ଗେ ଭୃଙ୍ଗି ସହ ଶିବ ନନ୍ଦି ଭୃଙ୍ଗି ସହ ଶିବ ଶିବ ଅଙ୍ଗେ ଭୃଙ୍ଗି ସହ ଶିବ ନନ୍ଦି ଭୃଙ୍ଗି ସହ ଶିବ ସବୁ ରାଜେ ଡମ୍ବରୁ ବାଜେ ତାଦ୍ରିମି ତାଦ୍ରିମି ଧିମି ଅଙ୍ଗେ ବିଭୂତି ଲେପନ ଅଙ୍ଗେ ବିଭୂତି ଲେପନ ଶିରେ ଭୁଜଙ୍ଗ ଅଙ୍ଗେ ବିଭୂତି ଲେପନ ଶିରେ ଭୁଜଙ୍ଗ ଭୂଷଣ ଅର୍ଦ୍ଧଚନ୍ଦ୍ର ପରେ ପୁଣି ଅର୍ଦ୍ଧଚନ୍ଦ୍ର ପରେ ପଡ଼େ ଅର୍ଦ୍ଧଚନ୍ଦ୍ର ପରେ ପଡ଼େ ଅର୍ଦ୍ଧଚନ୍ଦ୍ର ପରେ ପଡ଼େ ଗଙ୍ଗା ବିରାଜ ତାଦ୍ରିମି ତାଦ୍ରିମି ଧିମି ଡମ୍ବରୁ ବାଜେ ତାଦ୍ରିମି ତାଦ୍ରିମି ଧିମି ଡମ୍ବରୁ ବାଜେ ତାଦ୍ରିମି ତାଦ୍ରିମି ଧିମି ସେଦିନ ଅନୁଚର ମାନଙ୍କ ସହିତ ଯେତେ ତାଣ୍ଡବ ରଚନା ଚାଲିଛି ହଠାତ୍ ହେଇଛି କଣ ପୁତ୍ରାସୁର ନାସି ସଚିପତିଆ ଆରେ ସେଦିନ ଯେତେବେଳେ ତାଣ୍ଡବ ରଚନା ଚାଲିଛି ଆଜ୍ଞା ଏତିକି ବେଳେ ଶିବଙ୍କର ଗୋଟେ ଗାଇଲା ଠିକ ଅଛି ओम नमः शिवाय आरतनाशना दुख विनाशना ରହିଲା ଟିକେ आनंद गृहे बहुराज लक्ष्मी शिवप्रसादे कमलार्थ सिद्धि पाचाण शत्रु विनाश हेतु ददमुकुंद चरणार बिंदे हे जगत्कर्ता विश्वनियंता विश्वव्यापक नारायण आज मो जजमान महोदयଙ୍କର ସର୍ବାଇଷ୍ଟ ଖଣ୍ଡନ କରି ତାଙ୍କ ଚଲାପଥରେ ଜୀବିତ କରି ପରିବାର ସୁଖଶାନ୍ତି ଭରି ଦେଇ ତାଙ୍କୁ ଆରୋଗ୍ୟ କରି ତାଙ୍କର ଦାମ୍ପତ୍ୟ ଜୀବନ ସୁଖମୟ କରି ତାଙ୍କୁ ଅମୃତ ଦୃଷ୍ଟି ଚାହିଦା ସେ ସତ୍ୟନାରାୟଣ ସେ ଗ୍ରାମଦେବୀ ଗୁଲାମ ଦେଖବା ଧନ ଜନ ଗୋପଲକ୍ଷ୍ମୀ ମନ୍ଦିର ବିରାଜମାନ ଗୁଲାମ ଦେଖବା କଣ୍ଠରେ ସରସ୍ୱତୀ ବିଜୟ କନ୍ଦୁ ଗୁଲାମ ଦେଖବା କନ୍ଧରେ ଲକ୍ଷ୍ମୀ ବିରାଜମାନ କନ୍ଦୁ ଗୁଲାମ ଦେଖବା সংকট মন্ত্র বজ্র হনুমান শক্তি প্রদান করবো বললাম দেখবা আহুরি একবার আহুরি हेलो 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 দীপ্তি মঞ্জুষা কূল প্রদীপ রঘু প্রথম ভাগ লেখক রমাকান্ত মিশ্র কূল প্রদীপ রঘু দ্বিতীয় ভাগ
हेलो पर कृपा गुरुदेव कर जोड़ी मुहि करुचि स्तव गुरुदेव गुरुदेव आशीर्वाद बारी लाभ गुरुदेव आशीर्वाद बारी गुरुदेव आशीर्वाद बारी बाबा गुरुदेव केळा कंजारी सहकेसा प्रकृति नाही मासा गुरुदेव आहे गुरुदेव चरण तळे मोहासा गुरुदेव चरण तळे मोहासा गुरुदेव ସେଇ ପାଦ ପଦ୍ମରେ ମୋର ଯେପରି ମନ ନିବେଶ ରହିଥାଉ ଆରତନା ସନା ଦୁଃଖ ବିନାଶନା ହେ ଦେବର রাখ হে শরণ পাদ পদ্মার নমো 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 শিব শঙ্কর রাখা হে শরণ পাদ পদ্মার নমো 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 শিব শঙ্কর রাখা হে শরণ পাদ পদ্মার নমো 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 শিব শঙ্কর রাখা হে শরণ পাদ পদ্মার আরতনা সনা দুঃখ বিনাশনা Hare
ପଦ୍ମର ଆଉ ଜୟ ମହାଦେବ ପଞ୍ଚାନନ ଉମାପତି ରଖ ହେ ସେଦିନ ଯେତେବେଳେ ଦେବରାଜେନ୍ଦ୍ର ଆଜ୍ଞା ପୁତ୍ରାସୁରକୁ ବିନାଶ କରିକି ଆସିଲେ ଆଜି ଗର୍ବରେ ଫାଟି ପଡୁଛନ୍ତି। ଆଜ୍ଞା ଯେତେବେଳେ ଯୋଉ ରାକ୍ଷସକୁ ବା ଯାହାକୁ ଯେତେବେଳେ ବଧ କରନ୍ତି ସେ କାହାର ଗୋଟେ ସହାୟତା ନିଅନ୍ତି। କେତେବେଳେ ଶିବଙ୍କର, କେତେବେଳେ ବିଷ୍ଣୁଙ୍କର, କେତେବେଳେ ବ୍ରହ୍ମାଙ୍କର, କେତେବେଳେ ଅନ୍ୟତ୍ର ଦେବତା ମାନଙ୍କ। ଆଜି ଯେତେବେଳେ ପୁତ୍ରାସୁରଟାକୁ ବିନାଶ କରିକି ଆସିଲେ ଆଜି ଗର୍ବରେ ଫାଟି ପଡୁଛନ୍ତି। ଯେତେବେଳେ କୈଳାସ କନ୍ଦରେ ପହଞ୍ଚିଲେ ଶିବଙ୍କୁ ଆଉ ପ୍ରଣିପାତ କରିବା ପାଇଁ ନମସ୍କାର କରିବା ପାଇଁ ସେ ଆଜି ଭୁଲି ଯାଇଛନ୍ତି। କାହିଁକି ନା ଗର୍ବରେ ଆତ୍ମହରା ହେଇଯାଇଛନ୍ତି। ଯେତେବେଳେ ଜାଣିପାରିଲେ କଥା ଦେବଦେବ ମହାଦେବ ଯୋଗାରୂଢ ପୁରୁଷ ଯେ କ୍ରୋଧେ ଜର୍ଜରିତ ଭୂତନାଥ দেব মাত্র সর্বদেব মাত্র আজ কৈলাস କମ୍ପମାନ ହେଲେ ଜଳାରୂଢ ପୁରୁଷ ଦେବଦେବ ମହାଦେବ ଯେତେବେଳେ କ୍ରୋଧରେ ଜର୍ଜରିତ ହେଇଯାଇଛନ୍ତି ତାଙ୍କର ଖେଦ ବିନ୍ଦୁ ଆଜି ଖସି ଯାଉଛି। ଜାଣିପାରିଲେ ଦେବତାଗଣ ସମସ୍ତେ ଅସ୍ଥିର ହେଇ ପଡିଲେ। ଆଜି ସୃଷ୍ଟି ସଂହାର ହେଇଯିବ। ଶିବଙ୍କର କ୍ରୋଧକୁ ଶାନ୍ତ କରିବ କିଏ? ସମସ୍ତ ଦେବତା ମାନେ ଏକତ୍ରିତ ହୋଇ ଆଜି ସମସ୍ତେ ଶରଣ ପଛନ୍ତି। କହିଲେ କୃତାଞ୍ଜଳି ପୁଟେ ମିଳି ସର୍ବ ସମସ୍ତ ଦେବତା ମାନେ ଆଜି ପାଦ ତଳେ ନତ ବଦନ ହୋଇ ରହିଥିଲା ବେଳେ ନିଜେ ଦେବରାଜେନ୍ଦ୍ର ପାଦ ତଳେ ଲୋଟି ପଡିଲେ। କହିଲେ ପ୍ରଭୁ ମୁଁ ଦୋଷ କରିଛି, ମୁଁ ଭୁଲ କରିଛି। କହିଲେ ଦଣ୍ଡିବା ଶକ୍ତି ଯାହାର ଥାଇ ସେ ପୁଣି ଦେବତାଙ୍କ ଭକ୍ତି ମନେ ଦେଲା ଶାନ୍ତି, କ୍ରୋଧ ହେଲା ପ୍ରଶମିତ।
ତଳେ ସମସ୍ତ ଦେବତା ମାନେ ଯେତେବେଳେ କାକୁସ୍ତରେ ଆଜି ପ୍ରଭୁଙ୍କ ପାଦ ପଦ୍ମରେ ଶରଣ ପଶିଲେ ଆଜି ଶିବ ଆଜି ଟିକେ କ୍ରୋଧାନ୍ୱିତ କମେଇ ଦେଲେ ଆଜି ସମସ୍ତଙ୍କ ଦୁଃଖ ଦେଖି କାତର ହୋଇ ଚିନ୍ତା କଲେ ଖେଦ ବିନ୍ଦୁ ଯଦି ଧରାରେ ପଡିଯିବ ଏ ଧରା ଆଉ ସହି ପାରିବନି ନିଜ ହସ୍ତରେ ଧରି ଆଜି ସମୁଦ୍ର ଗର୍ଭକୁ ଫିଙ୍ଗି ଦେଲେ ସମୁଦ୍ର ଗର୍ଭ ଯେତେ ଫିଙ୍ଗି ଦେଇଛନ୍ତି ବାଳକ ରୂପରେ ଆଜି କ୍ଷୁଦ୍ର ପୁଅଟିଏ ହୋଇ ଆଜି କୂଳରେ ଆସି କୁଆଁ କୁଆଁ ଶବ୍ଦ ଦେଉଛି ଆଜ୍ଞା ଏତେବେଳେ ରାଜା ବରୁଣ ଅଶ୍ଵ ପୃଷ୍ଠରେ ଆଜି ଭ୍ରମଣ କରୁଥିଲା ବେଳେ ହଠାତ୍ କର୍ଣ୍ଣରେ ବାଜିଲା ଏଇ ଛୋଟଟିଏ ଶିଶୁଟିଏ କେହି କାନ୍ଦୁଛି ଚିନ୍ତା କଲେ ଇଏ ଶିଶୁଟି କାହାର ଚତୁର୍ପାଶ ଚାହିଁ ପଚାରିଲେ ଶିଶୁ କାହାର କିଏ ପାଲା ଦେଖି ଆସିଲ ଛାଡିକି ଯାଇଛ ପିଲା ସେ କାନ୍ଦୁଛି କେହି କୁଆଡେ ଆସୁନାହାନ୍ତି ଆଜ୍ଞା ଯେତେବେଳେ ଚତୁର୍ଦିଗକୁ ଚାହିଁଲେ କହିଲେ ଇଏ ପିଲାଟି କାହାର ନେଇଯାଅ କେଉଁ ଆଡୁ ଶବ୍ଦ ନ ଆସିବାରୁ ଚିନ୍ତା କଲେ ଅତି ବଡି ଜଗନ୍ନାଥ ଦାସ ଓଡିଆ ଭାଗବତରେ କହିଲେ ନାରୀ ଗର୍ଭିଣୀ ଶିଶାବଧ ପାପ ମଧେ ପରମାଦ কর্ম যে করাই আয়ুষ থাউছে মারাই ଆମେ କହୁଛେ ନାରୀ ଗର୍ଭୁଣୀ ଶିଶୁବଧ କିନ୍ତୁ ବହିରେ ଲେଖା ଅଛି ଶିଶାବଧ ତେଣୁ ବାସ୍ତବରେ ଶିଶୁ ପିଲାଟିକି ଯଦି ଆମେ ଛାଡିକି ଚାଲିଯିବା ତାକୁ ଯଦି କୌଣସି କୁକୁର ବିଲୁଆ ଖାଇଯାଏ ତାହେଲେ ମୁଁ ଦୋଷୀ ହେଇଯିବି ଏଇ କଥା ଜାଣି ରାଜା ବରୁଣ କଣ କଲେ ଟିକେ ପିଲା ଟିକେ କୋଳାଗ୍ରସ୍ତ କରିଦେଲେ ଅତି ବଡି ଜଗନ୍ନାଥ ଦାସ କୋଉଥିରେ କହିଲେ ଓଡିଆ ଭାଗବତରେ ଆଜ୍ଞା ଯଦି ଓଡିଆ ଭାଗବତରେ କହିଲେ ତାହେଲେ ଓଡିଆ ଭାଗବତ ପୁଣି କଣ ଆଜ୍ଞା ଯଦି କଣ କାହିଁକି ଯଦି ନାହିଁ ପାଲାର କିଛି ଆବଶ୍ୟକ ନାହିଁ ସବୁଥିରେ ପ୍ରଶ୍ନ ଆସିବ ପ୍ରଶ୍ନ ଉଙ୍କି ମାରିବ ତାହେଲେ ଭାଗବତ କଣ ଭାଗବତ ସୃଷ୍ଟି ହେଲା କୋଉଠୁ ଆଜ୍ଞା ଭାଗବତ ହେଲା ଅତି ବଡି ଜଗନ୍ନାଥ ଦାସ କହିଲେ ଭାବ ଜ୍ଞାନ ବ୍ରହ୍ମ ତତ୍ତ୍ୱ ଇଏ ହଉଛି ଭାଗବତ ଆଜି ଅତି ବଡି ଜଗନ୍ନାଥ ଦାସ ଯାହା କହିଲେ ତାକୁ ଚାଣକ୍ୟ ସମର୍ଥନ କଲେ ସେ କଣ କହିଲେ ଭାକାର ଭାବୁକ ଜ୍ଞେୟ ଜ୍ଞାନ ବ୍ରହ୍ମ ରୂପେ ତତ୍ତ୍ୱ ଦର୍ଶନ ଅତିବଡି ଜଗନ୍ନାଥ ଦାସ ଯାହା କହିଲେ ସମର୍ଥନ କଲେ ଚାଣକ୍ୟ ଆଜି ଚାଣକ୍ୟ ଯାହା କହିଲେ ତାକୁ ସମର୍ଥନ କଲେ ହାରିଦାସ କହିଲେ ଭାଗବତ କଣ କହିଲେ ଭାଗବତ ଭାବରୁ ହୋଇଛି ଭାଗବତ ଭାବରୁ ହୋଇଛି ଜାତ ମାତା ସଙ୍ଗେ ପିତା କ୍ରୀଡ଼ା ଆରମ୍ଭିଲା ଶୂନ୍ୟରୁ ଖସିଲା ଏକଥା କିଏ କହିଲେ ହାରିଦାସ କହିଲେ ଆପଣଙ୍କର ଅତିବଡି ଜଗନ୍ନାଥ ଦାସ ଯାହା କହିଲେ ସମର୍ଥନ କଲେ ଚାଣକ୍ୟ ଚାଣକ୍ୟ ଯାହା କହିଲେ ସମର୍ଥନ କଲେ ହାରିଦାସ ଆଜି ହାରିଦାସ ଯାହା କହିଲେ ତାକୁ ସମର୍ଥନ କଲେ ଅଚ୍ୟୁତାନନ୍ଦ ଦାସ ଏଇ ଯୋଉ ଭାଗବତ ଅରେ ବେହେରା ଇଏ ଭାଗବତ କେତେ ଅକ୍ଷର କହିଲୁ 4 ଅକ୍ଷର ଭାଗବତ 4 ଅକ୍ଷର କଣ କଣ ଉଠୁନୁ ଭାଗବତ ଭାଗବତ ଏ ଯୋଉ ଭାଗବତ ଯୋଉ 4 ଅକ୍ଷର ଏଥିରେ ପୁରୁଷ ଅକ୍ଷର କିଏ ଆଉ ସ୍ତ୍ରୀ ଅକ୍ଷର କିଏ ଭଗବାନ ଜାଣିନାହାନ୍ତି କହୁନୁ ମାନେ ଆପଣ କହିବା କଥା ଯେ ଏଇ ଯୋଉ ଭାଗବତ ଯୋଉ 4 ଅକ୍ଷର ଏଥିରେ ପୁରୁଷ ଅକ୍ଷର କିଏ ଆଉ ସ୍ତ୍ରୀ ଅକ୍ଷର କିଏ ଯୋଉ କ୍ଲାସରେ ଦିଦି ମାନେ ପଢଉଛନ୍ତି ଏଇଟା ହେଲା ସ୍ତ୍ରୀ ଅକ୍ଷର ଯୋଉ ଶ୍ରେଣୀରେ ନା ଓରାରେ
ମାନେ ସାରେ ପଢଉଛନ୍ତି ଯୋଉ ଶ୍ରେଣୀରେ ହଁ ଶ୍ରେଣୀରେ ହଁ ସାରେ ପଢଉଛନ୍ତି ହଁ ସେଟା ହେଲା ପୁରୁଷ ଆରେ ବା ଅରେ ବେହେରା ଆଜ୍ଞା ତୋର କେତେ ଜ୍ଞାନ ଏ କିରେ ଆହୁରି ଥିଲା କଣ ହେଲା ଏ ଯୋଉ ଗୁରୁବାତ୍ୟାରେ ଡଙ୍କ ମୋଚା ହେଇଗଲା ହଁ ଅରେ ବେହେରା ଆଜ୍ଞା ତୁ ଯଦି କହିବୁ ଭାଗବତ 4 ଅକ୍ଷରେ ପୁରୁଷ ଅକ୍ଷର ସ୍ତ୍ରୀ ଅକ୍ଷର ହଁ। ଆଉ ମୁଁ କାହିଁକି ଆସିଛି ହଁ ତମେ ଆଇଛ ହଁ। ଅରୁଆ ଡାଲମା ଖାଇବାକୁ ତମେ ଏଇ ତ 125 ନବ ତମେ ସେଇ 25ଟା ମନେ ରଖିଥା ଆଉ କିଛି ମନେ ପଡୁ ହଁ। ଯୋଉ ଭାଗବତ 4 ଅକ୍ଷର ଆଜ୍ଞା ତାହେଲେ ସେ ପୁରୁଷ ଅକ୍ଷର ସ୍ତ୍ରୀ ଅକ୍ଷର ତୁ ଯଦି କହିବୁ ହଁ। ତାହେଲେ ମୁଁ କୁଆଡେ ଆସିଛି ତମେ କହିବନି ଗୁଣା ଆମେ କହିବୁ ହଁ ଖାଇଲା ଆସିକି ତ ମାଛ ମୁଣ୍ଡ ଖାଉଛ ମାଛ ମୁଣ୍ଡ ଖାଉଛି ଆମେ ନା 125 ଟଙ୍କା ନଉଛି ତମକୁ 14 ଟଙ୍କା ଦଉଛି ହଁ। ଆଉ କଣ କହିବାର ଅଛି ହଁ। ଶୋଇଲା ବେଳେ ତକିଆ ଦେଇକି ଶୋଉଛ ଆମେ ହାତ ଦେଇକି ଶୋଉଛୁ ତମକୁ ତକିଆ ଦିଆଯାଉନି ତମେ ହାତରେ ଦେଇକି ଶୋଉଛ ହଁ। ଆଉ କଣ ହଉଛି ଆଉ ଆଜ୍ଞା କଣ କହିବି ହଁ ଯୋଉଗୁଡାକ- ଆଉ ତ ମନେ ପଡୁନି ଆଉ ତେଣୁ ତାହେଲେ ଶୁଣ ଭାଗବତ ଯୋଉ 4 ଅକ୍ଷର ହଁ। ଏଥିରେ ପୁରୁଷ ଅକ୍ଷର କି ସ୍ତ୍ରୀ ଅକ୍ଷର ଇଏ ଅଚ୍ୟୁତାନନ୍ଦ ପ୍ରମାଣ ଦେଲେ ହଁ କହିଲେ ଭଟି ଭାରି ଯା ଅଟଇ ଗୋବିନ୍ଦା ଭଟି ଗେରେ ବଲାଇ ଗୋବିନ୍ଦା ବାଟିକେ ଦା ତ ବଲାଇ ଆୟ କହିଲେ ଭଟି ହେଲା ସ୍ତ୍ରୀ ଗଟି ହେଲା ପୁରୁଷ ଯଦି ଯୋଡି ଅକ୍ଷର ଗଲା ହଁ। ଆଉ ଯୋଡି ଅକ୍ଷର ଅଛି ହଁ। ଏଥିରେ ପୁରୁଷ କିଏ ସ୍ତ୍ରୀ କିଏ ହଁ। କହିଲେ ବଟି ବ୍ରହ୍ମ ବୋଲାଇ ବଟି ତାରାଳି ପାରିଲା ଆରେ ବାଟି ତାରାଳି ପାରିଲା ବାଟି ତାରାଳି ପାରିଲା ବଟି ହେଲା ପୁରୁଷ ତଟି ହେଲା ସ୍ତ୍ରୀ ହଁ। ମା ତାର ଭବ ମାତାର ବାବା କୃଷ୍ଣ ତାର ବିନ୍ଦୁ ତବାନା ବେତାର ବିନ୍ଦୁ ତବାନା ମା ତାର ଭବ ଅଗ୍ନି କହି ମାତାର ବାବା କହେ ତାର ବିନ୍ଦୁ ଭୃତ୍ୟ ହୋଇ ତାର ବେନ୍ଦୁର ଆପଣଙ୍କର ଅତି ବଡି ଜଗନ୍ନାଥ ଦାସ ଯାହା କହିଲେ ହଁ। ସମର୍ଥନ କଲେ ଚାଣକ୍ୟ ହଁ। ଚାଣକ୍ୟ ଯାହା କହିଲେ ହଁ। ସମର୍ଥନ କଲେ ହାରିଦାସ ହଁ। ହାରିଦାସ ଯାହା କହିଲେ ହଁ। ସମର୍ଥନ କଲେ ଅଚ୍ୟୁତାନନ୍ଦ ଦାସ ହଁ। ଆଜି ଅଚ୍ୟୁତାନନ୍ଦ ଦାସ ଯାହା କହିଲେ ହଁ। ତାକୁ ସମର୍ଥନ କଲେ ବଳରାମ ଦାସ ହଁ କେତେ କୋବି ଦେଖୁ କେତେ କୋବି ନାରାୟଣ ପରମ ଦେବା ନାରାୟଣ ପରକ୍ଷରା ନାରାୟଣ হ্যাঁ, ପରମପତି, কবি। ନାରାୟଣ ଜଗତ କର୍ତ୍ତା ବିଷ୍ଣୁ ମଙ୍ଗଳ ଧାମ ରାଜୁ ପରିବାର କେତେ କୋବି କୋବି ଆଜି ବଳରାମ ଦାସ ତାଙ୍କୁ ସମର୍ଥନ କଲେ ହଁ ସେଦିନ ଭଗବାନ କୃଷ୍ଣ ହଁ ଅର୍ଜୁନକୁ ପଚାରିଲେ କଣ କହିଲେ ସଖା ହଁ। ଭାଗବତ କୋଉଠୁ ସୃଷ୍ଟି ହେଲା କହିପାରିବ ହେ ନା କହିଦେବି ଆଁ? ମୁଁ କହିଦେବି ଦେ କହିଲୁ ପ୍ରେସ ପ୍ରେସ ବେଶ। ଆଜ୍ଞା ପ୍ରେସ ଗଭର୍ଣ୍ଣମେଣ୍ଟ ପ୍ରେସ ହଁ ଭୁବନେଶ୍ୱରରେ ଅଛି ଆଚ୍ଛା ସେଇଠୁ ସବୁ ଛପେଇକିରି ଆଣୁ ହଁ ସେଦିନ ବଳରାମ ଦାସ ହଁ। ପ୍ରମାଣ ଦେଲେ ଆଜି ଭଗବାନ କୃଷ୍ଣ କହୁଛନ୍ତି ଅର୍ଜୁନଙ୍କୁ ହଁ କହିଲେ ସଖା ହଁ। ଭାଗବତ କୋଉଠୁ ସୃଷ୍ଟି ହେଲା କହିପାରିବ ନାଇଁ, ନାଇଁ। ହାତ ଯୋଡିଦେଲେ ଅର୍ଜୁନ କହିଲେ ନା ସଖା ମୁଁ କହିପାରିବିନି ଆଜି କହୁଛନ୍ତି କୃଷ୍ଣ ଶୁଣୁଛନ୍ତି ଅର୍ଜୁନ ହଁ। ବହି ନାଲା ବ୍ରହ୍ମାଣ୍ଡ ଭୂଗୋଳ ହଁ। ଲେଖିଲେ ବଳରାମ ଦାସ ହଁ। କହିଲେ ଶୁଣ ଅର୍ଜୁନ ବୀର ବର ଭାଇ ବ୍ରହ୍ମାଣ୍ଡ ଭୋଗାରେ ଅର୍ଜୁନ ଭାଇ ବ୍ରହ୍ମାଣ୍ଡ ଭୋଗାରେ ଅର୍ଜୁନ ଭାଇ ବ୍ରହ୍ମାଣ୍ଡ ଭୋଗାରେ ଅର୍ଜୁନ ସୃଷ୍ଟି କାରଣେ ବାଞ୍ଚେ ରେ ଅର୍ଜୁନ ବେଦ ଚଳେଲା ରେ ଅର୍ଜୁନ ବଙ୍ଗ ବେଦ ଚଳେଲା ରେ ଅର୍ଜୁନ ବଙ୍ଗ ବେଦ ଚଳେଲା ରେ ଅର୍ଜୁନ ସେ ବିନ୍ଦୁ ତ୍ରୟ ଭାଗ ହେଲା ରେ ଅର୍ଜୁନ ବିଜର ବଲାଇଲା ରେ ଅର୍ଜୁନ
ଆପଣଙ୍କର ଅତି ବଡି ଜଗନ୍ନାଥ ଦାସ, ହାରି ଦାସ, ଅଚ୍ୟୁତାନନ୍ଦ ଦାସ, ବଳରାମ ଦାସ ସବୁ ଯଦି ଜଣେ ଜଣେ ପ୍ରମାଣ ଦେଲେ, ଏମାନେ ସବୁ କିଏ? ଏମାନେ କିଏ? ଆଜ୍ଞା ଏମାନେ ହେଲେ ପଞ୍ଚସଖା। ଏମାନଙ୍କୁ ଆମେ ଟିକେ ପୂଜା କରିପାରୁନେ, ଏମାନଙ୍କ କଥା ଟିକେ ଆମେ କୋଉଦିନ ମନେ ପକେଇ ପାରୁନେ। ବାସ୍ତବରେ ପଞ୍ଚସଖା, ଇଏ ପିଣ୍ଡ ଭିତରେ ପଞ୍ଚସଖା, ଇଏ ବ୍ରହ୍ମାଣ୍ଡରେ ମଧ୍ୟ ପଞ୍ଚସଖା। ତାହେଲେ ପିଣ୍ଡ ଭିତରେ ସେମାନଙ୍କ କାର୍ଯ୍ୟ କଣ? କହିଲେ ଆଗମ୍ୟ ଭାବ ଜାଣେ ଯଶ ଭକ୍ତିର ଭାବ ଜାଣେ ଜଗନ୍ନାଥ ପଞ୍ଚସଖା ଓଡ଼ିଶା ମହାନ୍ତ ସଖାଙ୍କର ଏକଇ ମଠ ଜାଣତେ ସଜାନେ ପାନେ ତ ପଞ୍ଚସଖା ଠାରୁ ସଂସାର ମଧ୍ୟରେ ଆଉ କେହି ବଡ ନାହିଁ। ଆରେ ଯେତେ କହନ୍ତି ଛନ୍ଦି ବାନ୍ଧି କରି ସେ ତ ପେଟ ପୋଷିବାର ପାଇଁ ରାମ ହରେ ରାମ ହରେ ରାମ କୁହନ୍ତି ଯେ ମୁଢ଼ାବନ ରାମ ତାକୁ କୁହନ୍ତି ଯେ ମୁଢ଼ା ଜଟା ରଖିବେ ଶଶ ଯାଇନ ତ ଗ୍ରାମେ ଗ୍ରାମେ ବୁଲୁଥିବେ। ଦାଢି ଜଟା ରଖିବେ ଶଶ ଯାଇନ ତ ଗ୍ରାମେ ଗ୍ରାମେ ବୁଲୁଥିବେ। ପରେ ପୁରୁଣା କଥା କହି କହି ତ ଦୀକ୍ଷା ଦେ ଚାଲିଥିବେ। ରାମ ରେ ରାମ ରେ ରାମ କୁହନ୍ତି ଯେ ମୁଢ଼ ଦାନା ଅନେକ ଗୁରୁ ଯେ ହୋଇବେ। ଆରେ କଳିରେ ଅନେକ ଗୁରୁ ଯେ ହୋଇବେ, ହେଲେ ଶିଷ୍ୟ ଗୋଟିଏ ନଥିବେ। ବ୍ରହ୍ମ ବୋଲି ମୁଖରେ କହିବେ, ତ ବ୍ରହ୍ମକୁ ଚିହ୍ନେ ନଥିବେ। ରାମ ରେ ରାମ ରେ ରାମ କୁହନ୍ତି ଜ୍ଞାନୀ ଜାନା ରେ ରାମ ତାକୁ କୁହନ୍ତି ଅଜ୍ଞାନୀ ଜାନା ରେ ରାମ। କୁହନ୍ତି ଅଚ୍ୟୁତ ଶୁଣ ରେ ରାମ ଏ ଗୁପତ ଅଟେ ବାଣୀ। କୁହନ୍ତି ଅଚ୍ୟୁତ ଶୁଣ ରେ ରାମ ଏ ଗୁପତ ଅଟେ ବାଣୀ। ଓହର ଭକତ ଯେଉଁଠାରେ ଥିବେ ସେ ତ ବିହନ ହୋଇବେ ପୁଣି। ରାମ ରେ ରାମ ରେ ରାମ ଜ୍ୟୋତି ସୁଖାନି ଜାନା ରେ ରାମ ତାକୁ ଜାଣତେ ଜାନି ଜାନା ରେ ରାମ। ନାରାୟଣ ପରମ ଦେବା ନାରାୟଣ ପରକ୍ଷରା ନାରାୟଣ ପରମ ନାରାୟଣ। ସାରେ କଣ ହେଲା? ଏ ପଞ୍ଚସଖା କଥା କହିଲ, ହଁ ଆଉ 3 ଜଣଙ୍କୁ କାହିଁକି ଛାଡ଼ିଲ? ମାନେ ପଞ୍ଚସଖା କଥା କହିଲି, ଆଉ 3 ଜଣ ବାକି କିଏ ରହିଗଲେ? ଆଜ୍ଞା ଆଚ୍ଛା 4 ଜଣ 4 ଜଣ ମନ କାମ କରୁନି। ମହାତ୍ମା ଗାନ୍ଧୀ କି କହିଲନି? ମହାତ୍ମା ଗାନ୍ଧୀ କଥା କହିଲେନି, ନାଇଁ ସୁଭାଷ ବୋଷ କଥା କହିଲେନି, କହିଲନି, ସାଇ ବାବା କଥା କହିଲନି, ଆଉ ଜଣେ କି କହିଲ? ଚୈତନ୍ୟ ଠାକୁର କଥା କହିଲନି। ମାନେ ତମ କହିବା ମୁତାବକ ମହାତ୍ମା ଗାନ୍ଧୀଙ୍କ କଥା କାହିଁ କହିଲିନି, ଜବାହରଲାଲ ନେହେରୁଙ୍କ କଥା କାହିଁ କହିଲିନି, ଚୈତନ୍ୟଙ୍କ କଥା କାହିଁ କହିଲିନି, ସାଇ ବାବାଙ୍କ କଥା କାହିଁ କହିଲିନି? ଆଚ୍ଛା ତାଙ୍କ କଥା କଣ କହିଲି?
ତାଙ୍କ କଥା କଣ କହିବି ସେଇ କଥା ଗୋଟି ଗୋଟି କହୁନୁ। ମହାତ୍ମା ଗାନ୍ଧୀ କାହିଁକି ହାତ ଧରୁଛି ସୁଭାଷ ବୋଷ କାହିଁକି ଆଙ୍ଗୁଠି ଦେଖେଇଛନ୍ତି? ସାଇ ବାବା କାହିଁକି ହାତକୁ ଏମିତି କରିଛନ୍ତି? ସାଇ ବାବା କାହିଁକି ହାତ ଦେଖେଇଛନ୍ତି? ଚୈତନ୍ୟ ଠାକୁର କାହିଁକି ଦି ହାତ ଧରିକି ନାଚୁଛନ୍ତି? ଏଇ କଥା ତ। ଆରେ ମହାତ୍ମା ଗାନ୍ଧୀ ହାତ ଯୋଡିବାର କାରଣ ଜଗତର ମଙ୍ଗଳ ପାଇଁ ସବୁ ଦୋଷକୁ ନିଜ ମୁଣ୍ଡ ଉପରେ ବହନ କରି ସମସ୍ତଙ୍କ ପାଇଁ କ୍ଷମା ପ୍ରାର୍ଥନା ଲାଗୁଛନ୍ତି। ତାଙ୍କର ହାତ ଯୋଡିବା କଥା। ଆରେ ଯଦି ନ ଜାଣିଛ ମାନେ କହୁନା ମାନେ କେତେ ମାର୍କ କମିଲା ଏଥରେ? 5 ମାର୍କ କମିଲା। ଏଥରେ 5 ମାର୍କ କମିଲା। ହଁ। ଆଉ ସୁଭାଷ ବୋଷ ଆଙ୍ଗୁଠି ଦେଖିବା ତାତ୍ପର୍ଯ୍ୟ ସେ କହୁଛନ୍ତି ଦିଲ୍ଲୀ ଚାଲ। 10 ମାର୍କ କଟିଲା। 10 ମାର୍କ। ଆଚ୍ଛା ସାଇ ବାବା ଚୈତନ୍ୟ ଠାକୁର ହାତ ଟେକି ନାଚିବା ତାତ୍ପର୍ଯ୍ୟ ସିଏ ଭଗବାନଙ୍କ ନାମରେ ଏପରି ମରିଜି ଯାଇଛନ୍ତି ହଜି ଯାଇଛନ୍ତି ଯେ ସର୍ବଦା ନାଚି ଉଠୁଛନ୍ତି ଖୁସିରେ ଆନନ୍ଦରେ। 15 ନମ୍ବର କଟିଗଲା। ଆଉ ସାଇ ବାବା ହାତ ଦେଖିବା ତାତ୍ପର୍ଯ୍ୟ ସେ ଜଗତ କହୁଛନ୍ତି ଶାନ୍ତି ଶାନ୍ତି ଶାନ୍ତି। 20 ନମ୍ବର କଟିଗଲା। ହଁ ଆଉ ତ ପାଲାରେ ମୁଣ୍ଡ କାମ କରୁନି ଆଉ। 20 ନମ୍ବର କଟିଗଲା ଆପଣଙ୍କ। ଆଚ୍ଛା ତମେ ଜାଣିଛ? ଯଦି ନ ମୁଁ ଜାଣିଛ ଜାଣିଛି। ନ ଜାଣିଛ ଯଦି ଆଚ୍ଛା ମନା କରିଥାନ୍ତ ନାଇଁ ରେ ବାବୁ ମୁଁ ଜାଣିନି ଏ କଥା। ଅରେ ବେହେରା ଆଜ୍ଞା ହଁ ମୁଁ ଜାଣିନି। ହଁ ତମେ ତମର ଗୋଟେ ଜ୍ଞାନୀ ପାଳିଆ। ଆଜ୍ଞା ମୁଁ ଯୋଉ ଦିନର ବାଉଁଶ ତମେ ସେଇ ଦିନର ତମେ ତ ବାଉଁଶ ସିଧା ଉଠୁଛ ମୁଁ କଣି ଖାଲି ଛନ୍ଦି ହଉଛି ସେଇଟେ ଛନ୍ଦି ହଉ। ଆଜ୍ଞା 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 ଶୁଣନ୍ତୁ ହଁ ସୁଭାଷ ବୋଷ ଆଙ୍ଗୁଠି ଦେଖେଇବା କାରଣ ଆଚ୍ଛା ଚୈତନ୍ୟ ଠାକୁର ହଁ ହାତ ଦେଖିବା କାରଣ କଣ? କାରଣ ହଁ ସାଇ ବାବା ହାତ ଦେଖେଇବା କାରଣ ହଁ ଆଉ ମହାତ୍ମା ଗାନ୍ଧୀ ହାତ ଯୋଡିବାର କାରଣ। ହଁ ଇଏ ଦିଲ୍ଲୀ ଦରବାର କଥା। ଇଏ ଦିଲ୍ଲୀ ଦରବାର କଥା। ଆଜ୍ଞା ଏ ଓଡିଶା କଥା ନୁହଁ। ନା ଇଏ ଦିଲ୍ଲୀ ଦରବାର କଥା। ଆଜ୍ଞା କଣ ଦିଲ୍ଲୀ ଦରବାର କଥା? ଦିଲ୍ଲୀ ଦରବାର ସଭା ଘରେ ସଭା ବସିଛି। ଦିଲ୍ଲୀ ଦରବାରରେ ସ୍ୱତନ୍ତ୍ର ଗୋଟେ ସଭାର ଆୟୋଜନ ଥିଲା। ସବୁ ବଡ ବଡିଆ ଲୋକ ଗୁପ୍ତ କକ୍ଷ ଥିଲା। ହଁ ମାନେ ଗୁପ୍ତରେ ମନ୍ତ୍ରଣା ଦିଆଯାଉଥିଲା। ଯାଉଥିଲା। ଆଚ୍ଛା ସବୁଆଡେ ଝରକା କବାଟ ବନ୍ଦ। ଇଏ 4 ଜଣ ତା ଭିତରେ ଅଛନ୍ତି। ଆଚ୍ଛା ଏମିତି କିଛି ସମୟ ପରେ ଗୋଟେ ଟୁଙ୍କିରି ଆବାଜ ହେଲା। ମାନେ ତା ଭିତରେ ଗୋଟେ ଶବ୍ଦ ଆସିଲା। ସମସ୍ତେ ସମସ୍ତଙ୍କୁ ଚାହିଁଲେ। ହଁ କାହିଁକି ଚାହିଁଲେ କଣ କି ସିଏ ତାକୁ ଅନଉଛି ତାକୁ ଅନଉଛି। ଆରେ କାହିଁକି ଚାହିଁଲେ? କାହିଁକି ତାହେଲେ ଗୋଟେ ଗ୍ୟାସ ଗୋଟେ ଖେଳିଗଲା ଆଉ ସବୁ ନାକରେ ହାତ ଦେଲେ କେହି କାହାକୁ କିଛି କହୁନାହାନ୍ତି। ଆଚ୍ଛା ମହାତ୍ମା ଗାନ୍ଧୀ ଭାବିଲେ ସେଠିକା ମାନେ ସୁଭାଷ ବୋଷ ରାଗିଗଲେଣି। ଆଚ୍ଛା ସେଠିକା ଆଙ୍ଗୁଠି ଦେଖେଇବା ମାନେ ସୁଭାଷ ବୋଷ ହଠାତ୍ ରାଗିଯିବେ ସମସ୍ତଙ୍କୁ ଚାହିଁଦେଲେ ହଠାତ୍ କହିଲେ ହଠାତ୍ ରାଗିଗଲେ କିଏ ପାରିଛ ସତ କଥା କହ। ମାନେ ତାଙ୍କର ଆଙ୍ଗୁଠି ଦେଖିବା ଉଦ୍ଦେଶ୍ୟ ଆଜ୍ଞା କହୁଛନ୍ତି କିଏ ପାରିଛ। ଆଚ୍ଛା ମହାତ୍ମା ଗାନ୍ଧୀ କଣ କହିଲେ? ମହାତ୍ମା ଗାନ୍ଧୀ କହିଲେ ସୁଭାଷ ଟା ରାଗିଟା ଏଇନୁ ଗଣ୍ଡଗୋଳ କରିଦବ ସଭା ହେଇପାରିବନି। ଆଚ୍ଛା ନାଇଁ ଯିଏ ପାରୁଛି ପାରୁ ହଁ ମୁଁ ମାନିଛି। ଆଚ୍ଛା ଏଇ ମୁଁ ପାଡିଛି ମାନେ ତାଙ୍କ ହାତ ଯୋଡିବା ତାତ୍ପର୍ଯ୍ୟ ସେ କହୁଛନ୍ତି ମୁଁ ପାଡିଲି ଆଜ୍ଞା। କେତେ ତାଙ୍କ ପାଖରେ ଚୈତନ୍ୟ ଠାକୁର ବସିଥିଲେ। ସେ ଟୋକାଳିଆ ଲୋକ ନାଚିବା ଉଦ୍ଦେଶ୍ୟ ତାଙ୍କ ନାଚିବା ଉଦ୍ଦେଶ୍ୟ ଟୋକାଳିଆ ଲୋକ ଉଠି ପଇଲେ। ଏ ବୁଢା ପାଡିଲା ରେ ବୁଢା ପାଡିଲା ରେ ବୁଢା ପାଡିଲା ରେ ବୁଢା ପାଡିଲା ରେ ଗହଳି ହେଇଗଲା। ଆଚ୍ଛା ସାଇ ବାବାଙ୍କର ହାତ ଦେଖେଇବା ତାତ୍ପର୍ଯ୍ୟ ଆଚ୍ଛା କହିଲେ ଶାନ୍ତି ଶାନ୍ତି ଶାନ୍ତି। ତାପରେ ସେ କହିଲେ ଶାନ୍ତି ଶାନ୍ତି ଶାନ୍ତି। ବସ ବସ ବସ। ହ୍ୟାଲୋ ସଦର କାଳିଆ ମତେ ପ୍ରଭୁ ଜଗତର ନାଥ ଜଗନ୍ନାଥ ନୀଳାମୟ ପୁରୁଷ ଜଗତ କର୍ତ୍ତା ଠାକୁର ବଡ଼ଦାନରେ ଏକ ଭକ୍ତ ଯାଇ ପହଞ୍ଚି ଯାଇଛନ୍ତି। କହୁଛି ହେ କାଳିଆ ଶାନ୍ତ ତ ଡୋରି ମତେ ଲାଗିଲା ମୁଁ ତୋ ପାଖକୁ ଆସିଲି। ତୁ ଟିକେ ସମୟ ମତେ ଟିକେ ତୋର ଆର ଆଖିରେ ଚାହିଁଦିଏ ମୁଁ ଯାଇକି ତତେ ଟିକେ ଦର୍ଶନ କରିବି। ସଦର କାଳିଆ ମତେ ତୋର ଡୋରି ଲାଗିବା ସଦର କାଳିଆ ମତେ ପବିତ୍ର ଶ୍ରୀ କ୍ଷେତ୍ର ପାଦ ମୋର ପରିବା
ତୋର ଡରି দেখি তোক রাশি মুখরে দেখি তোক রাশি মুখ ভুলি যাবি সবু দুঃখ কাদাত গুন্ডিতা দাত ଆଉ ଥରେ ଆସିବ ସତରେ କରିଆ ମତେ ତୋର ଡରି ତୋର ଡରି ସରଧାବା লিখে যাই রে ସରଧାବା লিখে যাই গাইবি গীত তো বাই ସରଧାବା লিখে যাই রে ସରଧାବା লিখে যাই গাইবি গীত তো বাই এদিকে করুণা মারে ମୋ ପାଇଁକି ଧରିବ ସଦରେ କରି ପବିତ୍ର ସିରି ଖେତେ ପାଦ ମୋର ପଡ଼ିବ ସଦରେ କରିଆ ମତେ ତୋର ଡରି ତୋର ଡରି ଲାଗିବ ସଦରେ କରିଆ ମତେ ଜୟ ଜୟ ଜଗନ୍ନାଥ ଜୟ ତୁ ଗୋବିନ୍ଦ କେତେ ଭଲ ପାଏ ତୋତେ ବୁଧ ପିତା ନନ୍ଦ ଯଶୋମତୀ ଜନନୀର ନୟନ ଚନ୍ଦ ଗୋପୀମାନଙ୍କୁ ତ ଦିନେ କରିଲୁ ବାସନ୍ଦ ତୋର ଡରି ସେଦିନ ରାଜା ବରୁଣ ଚତୁର୍ଦିଗକୁ ଚାହିଁଲେ ଚନ୍ଦ୍ର ସୂର୍ଯ୍ୟଙ୍କୁ ସାକ୍ଷୀ ରଖି ଆଜି ବାଳକକୁ ଧରିକି ଚାଲି ଯାଉଛନ୍ତି ନାରାୟଣ ପରମ ଦେବା ନାରାୟଣ ପର ତେଣୁ ଯେତେବେଳେ ଯାଇ ପହଞ୍ଚିଗଲେ ଆଜ୍ଞା ପହଞ୍ଚିଗଲେ ନୀଳବତୀଙ୍କ ପାଖରେ ରାଜା ବରୁଣଙ୍କର ପତ୍ନୀ ହେଲେ ନୀଳବତୀ ଇଏ ବରୁଣ ରାଜନ ଅରୁଣ ଅଧରା ନୀରବତୀଙ୍କ ପାଶରେ ଆସପି ବୋଲି ଡାକି
ଚକିତ ଚିତ୍ତରେ ଚାହିଁ ତୁମରକୁ କ୍ରୋଧରେ ଆଶ୍ଚର୍ଯ୍ୟ ହୋଇ ମାତାର କ୍ରୋଧରୁ ପୁତ୍ରକୁ ଯେ କଷ୍ଟ ଦେଇ ପୁତ୍ରକୁ ଏ କଷ୍ଟ ଦେଇଆ ଭଲା ସେ ପୁତ୍ରକୁ ଏ କଷ୍ଟ ରାଜା ବରୁଣ ଯେତେବେଳେ ସିନ୍ଧୁ ତଟରୁ ସମୁଦ୍ର କୂଳରୁ ପିଲାଟିକି ନେଇ ଆଚ୍ଛା। ନୀରବତୀଙ୍କ ପାଖରେ ପହଞ୍ଚେଇ ଦେଲେ ନୀରବତୀଙ୍କ କୋଳରେ ତୋଳିଦେଲେ ନୀରବତୀ ଆଶ୍ଚର୍ଯ୍ୟ ହେଇଗଲେ ନୀରବତୀ କହିଲେ ସ୍ୱାମୀ ସ୍ୱାମୀ ତମେ ଜଣେ ରାଜା ହୋଇ ତମେ କାହା ମା କୋଳରୁ ପୁଅକୁ ଛଡେଇକି ଆଣିଛ ଏଇଠି ତମେ ଏ କାମ ସବୁ କୋଉଦିନଠୁ କଲଣି ମା ନୀରବତୀ କଣ ମା ନୀରବତୀ ଏଇଠି କଣ ହେଇଛି ତମେ ସବୁ ପ୍ରତାପ ଜଣେ ରାଜା ହଁ ରାଜା ହେଇ ଚୋରି କରୁଛ ପିଲା ମୁଁ କଣ ପିଲା ଚୋରି କରିଛି କାହା ମା ତମେ ମୋ ସ୍ତ୍ରୀ ହୋଇ ମତେ ଏଇ କଥା କହିପାରିଲ ତମେ ପୁରା ଆଣିଛ ପିଲାଟିଏ ଇଏ କଣ ପିଲା କୋଉ ଗଛର ଫଳ ନା କଣ ସମସ୍ତ ବୃତ୍ତାନ୍ତ ଗୋଟି ଗୋଟି ପଖାଣି ଦେଲେ ରାଜା ବରୁଣ ହଁ ନୀରବତୀ ଆଜି କୋଳାଗ୍ରସ୍ତ କରିଦେଲେ କହିଲା ହଁ ଅନାଥ ପିଲାଟା କିଏ କୁଆଡେ ଖାଇ ଯାଇଥାନ୍ତା ତମେ ଭଲ କରିଛ ପିଲାଟିକି ନେଇ ଆସିଛ ତାକୁ ଆଜି ପୁତ୍ର ଭଳି ଆମେ ପାଳିବା ବ୍ରହ୍ମାକୁ ନିମନ୍ତ୍ରଣ କଲେ ତାଙ୍କ ନାମକରଣ କରିବା ପାଇଁ ବ୍ରହ୍ମା ଆସି ତାଙ୍କର 21 ଦିନରେ ନାମକରଣ କଲେ କହିଲେ ଜଳରୁ ହୋଇଲୁ ଉଦ୍ଧାର ନାମ ତ ଅଟେ ଜଳରୁ ହୋଇଲୁ ଉଦ୍ଧାର ନାମ ତ ହେଲା ଜଳନ୍ଧର ଆଜି ନାମଟି ତାର ଜଳନ୍ଧର ବୋଲି ବ୍ରହ୍ମା ନାମକରଣ କଲେ ତେଣୁ 21 ଦିନର ପିଲାକୁ 21 ବର୍ଷ କରିଦେଲେ 21 ବର୍ଷ କରି କଲେ ହରସେ ଚତୁରାନନ ଆପଣ ଉତ୍କଳର ଯଦୁମଣି ମହାପାତ୍ର ପଦ ଲେଖିଲେ କଲେ ହରସେ ଚତୁରାନନ ଯୌବନ କରିଲେ ଦାନ ଧୀରେ ସାଜିଲେ ସେଦିନ ବ୍ରହ୍ମା ଯେତେବେଳେ ନାମକରଣ କଲେ 21 ଦିନର ପୁତ୍ରକୁ 21 ବର୍ଷ କରିଦେଲେ ରାଜା ବରୁଣ ଆନନ୍ଦରେ ଅଧୀର ହୋଇ ଆଜି ସିନ୍ଧୁ ରାଜ୍ୟରେ ତାଙ୍କୁ ଅଭିଷେକ ରାଜପଣରେ କରିଦେଲେ କିଛି ଦିନ ଅନ୍ତର ହବାରୁ ରାଜା ଜଳନ୍ଧର ଆଜି ମୃଗୟା ନିମନ୍ତେ ଅରଣ୍ୟକୁ ଚାଲିଛନ୍ତି ଡାକିଲେ ସାରଥେ ମଣିମା ରଥ ସଜ କର ଏଇ ମୁହୂର୍ତ୍ତରେ ମୁଁ ମୃଗୟା ନିମନ୍ତେ ଯିବି କେତେ ଘଣ୍ଟା ଯାଉଛି ଜଙ୍ଗଲକୁ ଯିବା ତ ଶୀଘ୍ର ରଥ ସଜ କର ରେଡି ଅଛି ରଥ
ମୁଁ ଚକାରା ଖାଲି ଟିକେ ପପ ଚେକ୍ କରିଦଉଛି। ଯଥା ଶୀଘ୍ର ଏଇଟା ପୁରା କାମ। ପୁରା ହେଉଥିବ ଏଇଟା ଟିକେ କମିଛି। ପାୱାରଲେସ୍ ହେଇଗଲା ଏଇଟା ବହୁତ ଦିନ ଟ୍ୟୁ ପୁରୁଣା କାଳିଆ ଟ୍ୟୁ ଆଉ ଆଚ୍ଛା ଗୋଟେ ଚକ ନାହିଁ ରାଜ ଉଆସରୁ ଚକ କିଏ ଚୋରି କରିছে ଆଗରୁ ଚକ ଚିହ୍ନ ଥିଲା ଜନତା ବାଲା ନେଇ ଗଲେ ଫେରେଇ ନାହାନ୍ତି ଚକୁଟାକୁ ଆଉ ନା ଏ ଚକୁଟାକୁ ଆଉ ଫେରେଇ ନାହାନ୍ତି ଏପଟ ଖାଲି ପଡିଛି ସଙ୍ଗେ ସଙ୍ଗେ ରଥ ସଜ କର ଆପଣଙ୍କର ମେହର ଆଜି ପ୍ରମାଣ ଦେଲେ କଲେ ମୁର୍ଗୟା ବିନୋଦେ ରାଜା ମୃଗୟା ବିନୋଦେ ରାଜା ଜଳନ୍ଧରା ବିହାର କରନ୍ତି ମନେ ବିହାର କରନ୍ତି ମନେ ଆଜି ବିହାର କରନ୍ତି ମନେ ବିହାର କରନ୍ତି ମନେ କିଏ ବାଘ ସିଂହ ହାତୀ ଗଣ୍ଡା ବୟଳ ଡାଇନେସର ତାଠୁ କିଏ ବଡ ଗୋଟେ ଶ୍ୱଶୁର ଚୋପା ଅସୁର ଚୋପା ହଁ ଘର ମାନଙ୍କରେ ନିଶ ବୁଲଉଛନ୍ତି ଅସରପା କୋଉଠି ଅଛି ଏଇଠି ଏଇ ଗଛ ମୂଳରେ ଗଛ ଉପରେ ବସିଛି ହଁ ତୁ ତାକୁ ବଡ ଜନ୍ତୁ ବୋଲି ଭାବୁଛୁ ଆଜ୍ଞା ନିଶ ବୁଲଉଛି ଫୁଟାଇ ଦେବେ କି ଖାଉ ତୋ ସାରଥି ବଣିଆ ଜଣା ପଇଲା ତା ସୁଇଚିଟା ଭାଙ୍ଗି ଯାଇଛି ଆଉ ବସ୍ ଆଜ୍ଞା ଯେତେବେଳେ ଚାଲି ଯାଇଛନ୍ତି ଆଜି ଅରଣ୍ୟ ଭିତରେ ଆପଣଙ୍କ ମଧ୍ୟ ପରମାଦ ଏ ତିନି କର୍ମ ଯେ କର ଆଇସ ଥାଉ ସେ ମରଇ একথা কহু কহু ମୁଁ ଜାଣିଲି ସେ କଣ ମତେ କହିବେ ମୁଁ କହିଲି ଦଣ୍ଡେ ନିମିଷେ ଥିଲେ ପ୍ରାଣ ନ ନେଇପାରେ ଜନ୍ତୁରାଣ ଏଇ କଥାଟା ତମେ କହିଲ ହଁ ଆଜ୍ଞା ସେଇ କଥାଟାରେ ବୁଝେଇ ଦିଅନ୍ତୁ ଆଜ୍ଞା ଭାଗବତ ନାରୀ ଗର୍ଭିଣୀ ଶିଶୁବଧ ପାପଙ୍କ ମଧ୍ୟ ପରମାଦ ଏ ତିନି କର୍ମ ଯେ କରଇ ଆଇସ ଥାଉ ସେ ମରେ ବାସ୍ତବରେ ଆଇସ ଥାଇକି ମରୁଛି କିଏ ଆପଣ ଦେଖନ୍ତୁ ଆଜ୍ଞା ଆମର ଏଟା କମିଟି ଅଛି ପୂଜା କମିଟିରେ 25 ଜଣ ମେମ୍ବର ଅଛନ୍ତି 25 ଜଣ ମେମ୍ବର ଅଛନ୍ତି କାଲି ଆମର ଅଗ୍ରପୂଜ୍ୟ ଗଜାନନଙ୍କର ପୂଜା କାମ ହେବ ତେଣୁ ତା ପୂର୍ବରୁ ମିଟିଂ ଡକା ହେବ ମିଟିଂ ଡାକିଲା ଯଦି 24 ଜଣ ଆସିଲେ ଆଉ ଜଣେ ନ ଆସିଲା ସେଦିନ ସମସ୍ତେ ବସିଲେ ଗୋଟେ ଲୋକ ପାଇଁ ଅପେକ୍ଷା କଲେ 24 ଜଣ ସେଦିନ ସେ ଆସିଲେନି ତେଣୁ ସମସ୍ତେ ବାସ୍ତବିକ ଫେରିକି ଗଲେ ଥାଉ ଆଜି ବନ୍ଦ କର ସେ ତ ଆସିଲେନି କାଲିକି କରିବା ପୁଣି କାଲି ସେଇ ସମୟକୁ ଡାକିଲେ ପୁଣି ସେ ଲୋକଟା ମଧ୍ୟ ଆବସେଣ୍ଟ ରହିଲା ଯଦି ଆବସେଣ୍ଟ ରହିଲା ଏଇ ବାର 3 ବାର ଗଲା ପରେ ଚତୁର୍ଥ ବାରକୁ କହିବେ ସେ ଗଲା ଆଉ ତାକୁ ଆମେ ଅପେକ୍ଷା କରିବାନି ଆମେ ମିଟିଂ କରିକି ଯାହା ହେଲା ଫାଇନାଲ ଆମେ କରିବା ତେଣୁ ଦଣ୍ଡେ ନିମିଷେ ଥିଲେ ପ୍ରାଣ ନ ନେଇପାରେ ଜନ୍ତୁରାଣ ଏଇଟା ବାସ୍ତବ ଠିକ ଯାହାର ମାନେ ଆୟୁଷ ଅଛି ତାକୁ ଜମ କେବେ ହେବେ ନେଇପାରିବେନି এই যে নারী গর্ভিণী শিশু বধে পাপঙ্গ মধ্যে পরমাদ এ তিন কর্ম যে করে আইস থাও সে মরে তাহলে আইস থাও মরুছি কে এই লোকটা যে বঞ্চিকি সে আজ মলা সাঙ্গে সমান যদি যদি 5 জন তাকে কইলে এটা মরি যান্তা কি যে যদি কুকর্মটা করুছি তাকে আমি কহুছে যে এটা মরি যান্তা কি বাটরে গাড়ি মারি যান্তা কি হরে ঝিও ভৌঁটে বাট চলেই দউনি হরে সে বড় সান বিচার করুনি ঝিও মূর্খামির কাম করে সে মানে বঞ্চি থাউ থাউ মরিবা সাঙ্গে তেণু 24 জন বসিকি যাচ্ছেন 3 দিন ହେଲା গোটিয়ে লোক মতে আসি পারুনি তাহারি পাই সভাটা মিটিংটা বন্ধ হচ্ছে তেণু সে বঞ্চিকি কেতে মরিকি কেতে 3 থর পরে মিটিং ହେଲା কাম দিন হবা কথা ହେଲା ଆଉ সে রহিকি লাভ সেই লোকটি মরুছি তেণু সেদিন যেতেবেলে মুর্গয়া পাই যাইছন্তি এତିକି ବେଳେ ମୁର୍ଗୟା କରିବା ସମୟରେ ଅରଣ୍ୟ ଭିତରେ ଆଜି ଦେଖିଲେ
ଦେଖିଲେ ରାଜା ଜଳନ୍ଧର ଆଜ୍ଞା। ତାଙ୍କୁ ଆଜି ବନ ଦେବତା ସ୍ୱାଗତ କରୁଛନ୍ତି। କେମିତି? ପ୍ରଥମେ ଦେଖିଲେ ଇଏ ଜଙ୍ଗଲଟିର ଶୋଭା କିପରି ଅଛି। କିପରି? ଆପଣ କାଳିଦାସ ପ୍ରମାଣ ଦେଲେ କହିଲେ ଦ୍ରୁମାସ ପୁଷ୍ପା ହଲିରେ ସୁପଦ୍ମ ପ୍ରିୟା ଶାକାମା ପବନ ସୁଗନ୍ଧି ସୁଖା ପ୍ରଦୋଷ ଦିବଶ୍ଚାସ୍ୟ ରମ୍ୟା ସର୍ବପ୍ରିୟ ଚାରୁତର ବସନ୍ତ। ବସନ୍ତ ସମୟ ଆସିଥିବା ଆଜ୍ଞା ଆପଣ ବୁଝିପାରିଲେ ତ ଆଜ୍ଞା ମୁଁ ଯାହା କହିଲି। ତେଣୁ ଦ୍ରୁମାସ ପୁଷ୍ପା ଦ୍ରୁମ କହିଲେ ବୃକ୍ଷ ମାନଙ୍କରେ ଫୁଲ ଗୁଡିକ ପ୍ରସ୍ଫୁଟିତ ହେଲା। ସଲିଳ ସୁପଦ୍ମ ସଲିଳ କହିଲେ ଆଜ୍ଞା ଜଳରେ ପଦ୍ମ ବିକଶିତ ହେଲା। ଆଚ୍ଛା। ସ୍ତ୍ରିୟା ଶାକାମା ପବନ ସୁଗନ୍ଧି ହଁ। ଦକ୍ଷିଣା ପବନ ବହିବାରୁ ରୁ। କାମାତୁରା ନାୟିକା ମାନେ ହଁ। ସ୍ୱାମୀର ପଥକୁ ଅନୁସରଣ କଲେ। ବାଃ। ସୁଖା ପ୍ରଦୋଷ ଦିବସ୍ୟାସ୍ୟ ରମ୍ୟା ହେଲା। ଦିନରେ ସୁଖରେ କଟିଲା ହଁ। ରାତିରେ ମଧ୍ୟ ସୁଖରେ କଟିଲା। ହଁ। ଆପଣଙ୍କର ମେହେର ଆଜି ଆପଣଙ୍କର ହଁ। କାଳିଦାସ ଯାହା କହିଲେ ଖାଲି ହଁ କଥା ମନେ ରଖନି। କାଳିଦାସ ଯାହା କହିଲେ ତାଙ୍କୁ ସମର୍ଥନରେ କବି ସମ୍ରାଟ ଉପରେ କଣ ସେ କହିଲେ? କଣ? କହିଲେ ବସନ୍ତ ସମୟ ଅତିର ସମୟ ବସନ୍ତ ସମୟ ଅତିର ସମୟ ରଭସ ପ୍ରବେଶ ଆସିରେ ଆସିରେ ଭରା ରାଜା ଜଳନ୍ଧର ଯେତେବେଳେ ମୃଗୟା ପାଇଁ ଯାଇଛନ୍ତି ଆଜ୍ଞା ବସନ୍ତ ଋତୁର ସ୍ୱଭାବନା ଆଜି ଅରଣ୍ୟ ଭିତରେ ଦେଖୁଛନ୍ତି। ଆଉ କଣ ଦେଖିଲେ? କହିଲେ ଦେଖିଲେ କାନନେ ମୋର ଗୁରୁଦେବ ଗାୟକ ଦେବପଦ ଗୋସ୍ୱାମୀ ପଦ ଲେଖିଲେ। କହିଲେ ଦେଖିଲେ କାନନେ ମହାମନା ବସନ୍ତ କରୁଛି ବନ୍ଦାପନା ଦେଖିଲେ ରାଜା ଜଳନ୍ଧର ଆଜି ବସନ୍ତ ସମ୍ରାଟ ତାଙ୍କୁ ବନ୍ଦାପନା କରୁଛି। ବନ୍ଦାପନା କରୁଛି କେମିତି?
ନା କୋଇଲି ଗୀତ ଗାଉଛି। ଆଜ୍ଞା ଯୋଉଠି କିଛି ତାମସିକ ଚାଲିଥାଏ ଯଦି କୌଣସି ମନ୍ତ୍ରୀ ବା ଏମଏଲଏ ଆସିବେ ଶେଷରେ କେମିତି ତାଙ୍କୁ ସମ୍ବର୍ଦ୍ଧନା କରାଯିବ ସେଥିରେ ଜଣେ ଆସି ନାଚିବ ଜଣେ ଗାଇବ ଜଣେ ଗୀତ ବୋଲିବ ତାହେଲେ ଏଠି ଗାଉଛି କିଏ ଗାଉଛି କୋଇଲି ବାଜା ବଜଉଛି କିଏ ଆଜ୍ଞା ଜଳକୁ ଜଳ ଆଜି ବାଡେଇ ହଉନି ଯେ ସତେ ଯେପରି ବାଦ୍ୟ ପରିବେଷଣ କରୁଛନ୍ତି ଏଠି ମୟୂର ପୁଚ୍ଛ ଦେଖିକି ନାଚୁଛି ଦେଖୁଛନ୍ତି ରାଜା ଜଳନ୍ଧର ଆଉ ଟିକେ ଆଗକୁ ଚାଲିଗଲେ ନାରୀ କବି ଅପର୍ଣ୍ଣା ପଦେ ଲେଖିଲେ ତାଙ୍କୁ ଆଜି ଜଙ୍ଗଲ ରାଜା ସମ୍ବର୍ଦ୍ଧନା ଜଣାଉଛି କେମିତି କହିଲେ ଶାଳ ପିଆଶାଳ ଶିଶୁ ପାତ ମାଳ ସର୍ବେ ହୋଇ ପନ୍ତି ଆଜି ବୃକ୍ଷ ଗୁଡିକ ସବୁ ଆଜି ଯେପରି ତାଙ୍କୁ ଆଜି ସମସ୍ତେ ସମ୍ବର୍ଦ୍ଧନା ଜଣାଉଛି ଆଲୋଟ ଚାମର ପକଉଛନ୍ତି ଆପଣ ମେହେର ପଦ ଲେଖିଲେ ଇଏ ଜଙ୍ଗଲ ମାଧୁରୀ ଦେଖି ଦେଖି ରାଜା ଚାଲିଛନ୍ତି ଧୀରେ ଧୀରେ ଯେଉଁ ଦୃଷ୍ଟି ଯାଏ ସେଠି କରୁ ଫେରି ନ ପାରେ ଅଚିରେ ଯେଉଁ ଦିଗକୁ ଆଖିଟା ଯାଉଛି ପୁନର୍ବାର ଆଉ ଫେରି ପାରୁନି ଯଦି ବଳେ ଫେରେ ଅନ୍ୟ ଦିଗ ପୁଣି କରିନିଏ ଆକର୍ଷଣ ଆଜ୍ଞା ଯେତେବେଳେ ଚାଲିଛନ୍ତି ଜଙ୍ଗଲର ଶୋଭା କାନନର ଶୋଭା ବିଲୋକିତ କରୁଛନ୍ତି ଆଗକୁ ଆଗକୁ ଚାଲିଛନ୍ତି ହଠାତ୍ ଦେଖିଲେ ଶୁଣିଲେ କେତେ ଜଣ ଲଳନା କିଛି କଥୋପକଥନ ହଉଛନ୍ତି ଆଜ୍ଞା ଲଳନା ମାନେ ଯଦି କଥୋପକଥନ ହେବେ ସେ କେମିତି ହେବେ କେମିତି ଆଜ୍ଞା ଯଦି ବୁଢା ମାନେ କିଛି କଥାବାର୍ତ୍ତା ହେବେ ସେ କେମିତି କଥାବାର୍ତ୍ତା ହେବେ ଯଦି ବୁଢୀ ମାନେ କିଛି କଥା ହେବେ ସିଏ କେମିତି କଥା ହେବେ ଯଦି ଯୁବକ ଭାଇ ମାନେ କିଛି କଥା ହେବେ ସିଏ କେମିତି କଥା ହେବେ ଯଦି ଝିଅ ମାନେ କିଛି କଥା ହେବେ ସିଏ ପୁଣି କେମିତି କଥା ହେବେ ଆପଣଙ୍କର ଡକ୍ଟର ମାୟାଧର ମାନସିଂହ ମଧ୍ୟ ଲେଖି କହିଲେ ବୁଢା ମାନେ ଯଦି କଥା ହେଉଥିବେ କଥା ଯାଉଥିବ ଖାସରେ ଆଉ ବୁଢୀ ମାନେ ଯଦି କଥା ହେଉଥିବେ କଥା ଯାଉଥିବ କଥାରେ ଯଦି ବୁଢା ମାନେ କଥା ହଉଥିବେ ଆରେ ଅମୁକ ଆରେ କଣ ବୋହୁ ଦେଇଛି କଣ ଖାଇଲୁ ଆଜ୍ଞା ଟିକେ ଟିକେ ଖାସି ଦଉଥିବେ ପଦେ ପଦେ କଥା କହୁଥିବେ ବୁଢୀ ମାନେ ଯଦି କଥା ହଉଥିବେ କଥା ଯାଉଥିବ ବର୍ଷରେ ଆଜ୍ଞା ସ୍ନାନ କରିବାକୁ ଯାଇଥିବେ ମା ମାନେ ଯେତେବେଳେ ଚାଲି ଆସୁଥିବେ ଦି ତିନି ଜଣ ବାଟରେ ଟିକେ ବସି ପଡୁଥିବେ କେମିତି ଝିଅ ବାହା କରୁଥିବେ କେମିତି କଣ ଟିକେ ଯାଉଥିବେ ଆଉ ଟିକେ ଉପରକୁ ଚାଲି ଯାଉଥିବେ ଆଉ ଟିକେ ବସି ପଡୁଥିବେ ଅମୁକ ଆଉ ତୋର ସବୁ ଭଲଟି ଆଜ୍ଞା ଏମିତି କଥୋପକଥନ ହଉଛି ଆଉ ଯୁବକ ମାନେ ଯେ କଥା ହେଉଥିଲେ କଥା ଯାଉଥିବ ମାନେ ଯେ କଥା ହେଉଥିଲେ ଯାଉଥିବ ପ୍ରୀତି ରସରେ ଆଜ୍ଞା ଯୁବକ ମାନେ ଯଦି ଭାଇ ମାନେ ବସି କଥା ହଉଥିବେ ସେ କଥାରେ କିଛି ମୂଲ୍ୟ ନଥିବ ଖାଲି ହେ ଫେ ହେଇ ତାଙ୍କ କଥାଟା କୁଆଡେ ଯାଉଥିବ ତାକୁ କେହି କଲା ଆରେ ଭାଇ ତା ଭାଇ ପିଇଛୁ ଆଉ ଯୁବତୀ ମାନେ ଯଦି କଥା ହଉଥିବେ କଥା ଯାଉଥିବ ପ୍ରୀତି ରସ ଆଜ୍ଞା ଝିଅ ମାନେ ଯଦି କଥା ହଉଥିବେ ସେ ତାକୁ କହୁଥିବ ଅମୁକ ତୋ ସ୍ୱାମୀଟି କେମିତି କଣ କହିଲୁ ତୁ କେମିତିଆ ବରଟିଏ ଚାହୁଁଛି କହିଲୁ ସିଏ ଏଇଭଳି ଝିଅର କଥା କହନା ତେଣୁ ବାସ୍ତବରେ ଆଜ୍ଞା ଝିଅ ମାନେ ମାନେ ଭଉଣୀ ମାନେ ଝିଅ ମାନେ ବସିଛ ତମକୁ କେତେଟା ନୀତି ଶିକ୍ଷା ତମେ ଆଜି ଝିଅ ହେଇକି ଅଛ କାଲି ଯେତେବେଳେ ଶାଶୁ ଘରକୁ ଚାଲିଯିବ କେମିତି ଭାଷା କହିବା ଦରକାର କେମିତି କଥା କହିବା ଦରକାର ବାସ୍ତବରେ ଟିକେ ମନେ ରଖିଥା ସେଇ ମାୟାଧର ମାନସିଂହ କହିଲେ କଣ ସେ କହିଲେ କେମିତି କଥା ହବା ଦରକାର କହିଲେ କଥାଟିଏ କହୁ କଥାଟିଏ ଶୁଣିବ କାନେ ପଶୁଟିଏ ଏମିତି ଭାଷା କହିବ ଏମିତି କଥା କହିବ ପଶୁ ପକ୍ଷୀ ହେଲେ ମଧ୍ୟ କାନ ଡେରିକି ଶୁଣିବେ କେମିତି କହିବ ନା କଥା କହୁଥିବ ଏହିପରି ପ୍ରଭୁଙ୍କୁ ପ୍ରାର୍ଥନା କଲା ପରି ପ୍ରଭୁଙ୍କୁ ପ୍ରାର୍ଥନା କଲା ପରି ପ୍ରଭୁଙ୍କୁ ପ୍ରାର୍ଥନା
ଏମିତି ଭାଷା କହିବ ଏମିତି କଥା କହିବ ଯଦି 5 ଜଣ ଶୁଣିବେ ସେ କହିବେ ଯେ ବୋଧେ କିଏ ଠାକୁରଙ୍କୁ ପ୍ରାର୍ଥନା କରୁଛି କିଏ ନିବେଦନ କରୁଛି ଶୁଣି ଲୋକେ ହେବେ କଥାବାର୍ତ୍ତା ଧନ୍ୟ କରା ୟାର ପିତା ମାତା ଧନ କରାର ପିତା ମାତା ଧନ କରାର ପିତା ମାତା ଯଦି 5 ଜଣ ଶୁଣିବେ ଯାହା ଅମୁକ ଗାଁ ସେ ଅମୁକ ଝିଅ ବୋହୁ ହେଇକି ଅମୁକ ଘରକୁ ଆସିଛି ଆରେ କି ଭାଷା କି କଥା ସତେ ଯେପରି ଅମୃତ ଝରି ପଡୁଛି ଆଜ୍ଞା ଯଦି 5 ଜଣଙ୍କ ମୁଖରୁ ବାପ ମାଙ୍କ ସୁନାମ ଆସିଲା ସେ ପୁଅ ହବା ଠିକ ସେ ଝିଅ ହବା ଠିକ ସେଇ ମା ଧର୍ମାନ ସିଂ କହିଲେ କଥା କହୁଥିବ ପରଚଣ୍ଡ ସେଇ ଭାଷା କହୁଥିବ ସେଇ କଥା କହୁଥିବ ଗୋଟା କର୍କଶିଆ ଭାଷା କହୁଥିବ କଥାରେ ନଥିବ ଲୋକେ ଯାଉଥିବେ ମୁହଁ ମରି ଲୋକେ ଯାଉଥିବେ ମୁହଁ ମରି ଲୋକେ ଯାଉଥିବେ ସେଇ କଥା କହୁଥିବ 5 ଜଣ ଶୁଣୁଥିବେ ଏଇଟା ପାଟିରେ ବାଡ ବତା ରହୁନି ଅମୁକ ଗାଁ ଯୋଉ ଝିଅଟା ଆସିଛି ତା ବାପା ମା ତାକୁ ସଂସ୍କାର ଶିଖେଇ ନାହାନ୍ତି କଥାବାର୍ତ୍ତାର ଶିଷ୍ଟାର ଶୁଣି ଶୁଣି ଲୋକେ ହେବେ କଥାବାର୍ତ୍ତା ବାପ ମାକୁ ହରେ ବଡ ସାନ ବିଚାର କରୁ ହରେ ମୁହଁ ମୁହେଁ ଜବାବ ଦେଉଛି ଜାତି କୁଳ ଧର୍ମ ବୁଡାଇଲା ଯଦି 5 ଜଣଙ୍କ ମୁହଁରେ ବାପ ମାଙ୍କ ନିନ୍ଦା ଆସିଲା ସେ ପୁଅକୁ ସେ ଝିଅକୁ ତେଣୁ ଏମିତି ଭାଷା କହିବ ଏମିତି କଥା କହିବ ଯେପରି 5 ଜଣଙ୍କ ମନକୁ ଆକୃଷ୍ଟ କଲା ଭଳିଆ ତେଣୁ ସେଦିନ ଯେତେବେଳେ ସଖୀ ମାନଙ୍କ ଗହଣ ଆଜି କିଛି କଥୋପକଥନ ଚାଲିଛି ସଖୀ ସଖୀ ଆଜି ପୁଷ୍ପ ବାଟିକାରେ କିଛି ରମଣୀ ଆଜି କଥୋପକଥନ କିଏ ବୋଲି କେହି ଜାଣିନାହାନ୍ତି ଜଳନ୍ଧର ଶୁଣୁଛନ୍ତି ସଖିଲୋ ସଖୀ ମତେ ଗୋଟା କି ରୋଗ ଆସି ହାଟିଲାଣି ମୁଁ ପିଲା ବେଳେ ଯୁଆରେ ବୋଲି ସିଆଡେ ଚାଲି ଯାଉଥିଲି କିନ୍ତୁ ଏବେ ଯୁଆରେ ଯିବା ପାଇଁ ମତେ ଭୟ ଲାଗୁଛି ଆପଣଙ୍କର ବାଙ୍କା ଦାସ ପଦେ ଲେଖିଲେ ସଖୀ କି ବ୍ୟାଧି ହେଲା ଏଥାରାଲୋ ସଖୀ କି ଏହି ରୋଗ ଗୋଟେ ମତେ ଗ୍ରାସ କଲାଣି ଯେ ଯୁଆଡେ ଯିବା ପାଇଁ ଭାରି ଡର ମାଡୁଛି କେବଳ ଗାଳି ମକଢି ପୁରାରୁ ଆସୁଛି ସଖୀ ଯେବେ ଏ ବଢିବ ଆଜ୍ଞା ଯେତେବେଳେ ସଖୀ ମାନେ ଏମିତି କଥୋପକଥନ ହଉଛନ୍ତି କିଛି ଦୂରରେ ଥାଇ ଜଳନ୍ଧର ଦେଖିଲା ତାହେଲେ ଏଇ ଯୋଉ ସଖୀ ମାନଙ୍କ ମଝିରେ ଏଇ ଯୋଉ ରମଣୀଟି ଅଛି ଇଏ ଆଜି କେତେ ସୁନ୍ଦର ଚିନ୍ତା କରୁଛନ୍ତି
ତାକୁ ମୁଁ ପାଇପାରନ୍ତି କି ହଁ ନିଜର ଜୀବନ ସଙ୍ଗିନୀ ମୁଁ କରିପାରନ୍ତି ଆଲୋ କରିପାରନ୍ତି ତାର କି? ଉପରେ ଆକୃଷ୍ଟ ହୋଇ ହଁ ସେ ଆଜି ଚିନ୍ତା କରୁଛନ୍ତି ହଁ ଆପଣଙ୍କର ଗୋଳବାଇ ନିବାସୀ ହଁ ବାଙ୍କନି ଦାସପଦ ଲେଖିଲେ କଣ କହିଲେ ଲଳନା ବରରେ ବରରେ ବାରାରେ 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 ଆରେ ଲଳନା ବାରାରେ ଆରେ ଲଳନା ବରରେ କେ ସୁନ୍ଦରରେ ରାମ କେ ସୁନ୍ଦରରେ ତାର ଉପମା ଦେବାକୁ ନାହିଁ ତେନେ ପରାରେ ତାର ଉପମା ଦେବାକୁ ନାହିଁ ତେନେ ପରାରେ ଅତି କୁନ ନଈର ସରି କେତେ ଗୋବର୍ଦ୍ଧନ ସରି କତିକି ନଈର ସରି କେତେ ଗୋବର୍ଦ୍ଧନ ସରି ଲଜାରେ ତଲଇ କରି ବରରେ ଆରେ ରାମରେ ଆରେ ରାମରେ ବିନ୍ଦୁ ନଈ ରାଜ ଦେଲା ବଇ ରାଗିବେ ତୋତେ ଦେଲା ବଇ ରାଗିବେ ବିଭୂତି ସୋବାଙ୍ଗେଲେ ନହିଲା ସମ ନହିଲା ସମ ସମାନ ରହିଲା ସମାନ ରହିଲା ସମାନ ରହିଲା ସମାନ ରହିଲା ଆରେ କୁନ୍ତଳ ସଜିଣୀ ନବ ଜଳଧରରେ କୁନ୍ତଳ ସଜିଣୀ ନବ ଜଳଧରରେ ଆରେ କୁନ୍ତଳ ଆଉ ବେଶୀ ଦବାନି ସମୟ ଆସିଲାଣି ତେଣୁ କଲେ କଣ ଜଳନ୍ଧର ଏ ଦୂତକୁ ପଠାଇ ସତ୍ୱରେ ଆଜି ଦୂତକୁ ପଠାଇ ସତ୍ୱରେ ପରିଚୟ ଜୀବନ ସଙ୍ଗିନୀ ହେବେ କହିଥିଲେ ଜଳନ୍ଧର ରାଜା ଆଜି ଦୂତକୁ ପଠେଇଲେ କହିଲେ ଯାଅ ସେ ମଝିରେ ଯୋଉ ରମଣୀଟି ଅଛି ତାକୁ ପଚାର ତାର ପରିଚୟ କଣ ତାଙ୍କ ବାପାଙ୍କ ନାମ କଣ ସେ ମୋର ପାଣି ଗ୍ରହଣ କରିବେ କି ଠାରୁ ଶୁଣି ଉତ୍ତର ବାଳି ଭାଷେ ଆଶ୍ରମର ପାଳିତା କନ୍ୟା ବୃନ୍ଦାବତୀ ଯେତେବେଳେ ଦୂତ ଆସି ପଚାରିଛି କହିଲେ ବରେହା ଋଷିଙ୍କର ପାଳିତା କନ୍ୟା ମୋ ନାଁ ହଉଛି ବୃନ୍ଦାବତୀ ଯେତେବେଳେ କହିଦେଇଛନ୍ତି ଦୂତକୁ କହିଲେ ତୁମେ ଯାଅ ଦେଖୁଛି ଆଜି ଜଳନ୍ଧରକୁ ଆଜି ଆପଣଙ୍କର ବୃନ୍ଦା କହିଲେ ଆହା ये केते सुंदर पुरुष आपनकर रघुवंश काव्य पद लिखिले ताकू देखुची बृंदा बोले बृढ़रस्क वृषस्कंद कंसु महाभुजा धर्मक्षम देहि ख्यात धर्म अवस्थित बोले बृढ़रस्क वृषस्कंद विशाल वक्ष वृषभ कंद भली कंद उन्नत ताल गछ भली उच्च ताल गछ भली बाहु देखिबा पई एते सुंदर जे सत्य जेपरि क्षत्रिय मानकर नमूना नै ये जलंधर आसित पचारले कहले जाओ पचारो कहले एके एके नटवर धरा पदा एके एके नथिबे सुंदर कोटि के गोटी के ये काटे के नाचेबा सुंदरा कोटि के ये काटे के बोले याको भली सुंदर कोटि के गोटी मु केबे देखि नाही तो बोले दुई दुगुणे लापाना दुई दुगुणे लापाना रे तोए दोरा लापाना तोए दो बारा लापाना सुशीर के कहां के ये काटे के नाचीबे सुंदरा
बोले ब्रह्मा केते जुग तपस्या करिकी केते जुग निर्माण करिकी एपरि सुंदर पुरुषा निर्माण बोले दुई तिरी की खेतारा तीनी प्रीत सारी काते ने काथरे काते ने काथरे चारी चौकरे तोला चारी चौकरे का समान जीवे खेचर तीन तिरी केते ना नवग्रह मध्य सहित समान हेबेनी चारि चौकरे कला समान होइबे शशिके शशि कहले चंद्र चंद्र मध्य कलंक अछि हेले अंक मुखरे कलंक नाही सेदिन जलंधर जाई बरेआ ऋषि प्रस्ताव देई सेदिन गांधर्व मतरे दुईंकर आज विवाह सरी सरीगला आज विदाय नेउछि वृंदा जेतले विदाय नेउछि परेआ ऋषिकर नयन रु धार धार बन बही जाउछि आज झियो को आज बेलाणी देबे गोटे बाप जेतले झियो को विदाय दे तार मन कथा से निजे ही जानि पारे सेही बणी ऋषि आज चिंता करूछंती आज मो पाखर मो झियो चाली जीवो आज मो कोळ शून्य होई जीवो मु ता पेइथिली मां मु ता पेइथिली बापा नयन रु धार धार अश्रु बढी जाउछि बिना सारे गला जा तो सासु घर गेला बसारा देना सरी गला जा तो सासु घर बढ़ी जाउछि बरेआ ऋषिंकर आज पाहिता कन्या को आज विदाय दउछंती गेला बासारा तेरा सारे गला तेरी जा तेरी जा तो सासु सारा बापर छाती पथर आजी बापर गेला
ଆଜି କାନ୍ଦୁଛନ୍ତି, ନୟନରୁ ଧାର ଧାର ଅଶ୍ରୁ ଗଡ଼ି ଯାଉଛି। କହିଲେ ଅଗଣା ଏ ଘର ଏ ଦାଣ୍ଡ ଦୁଆର, ଏ ଅଗଣା ଏ ଘର ଏ ଦାଣ୍ଡ ଦୁଆର, ମତେ କଲା ଆଜି ମତେ ସାଥ କର, ଏ ଅଗଣା ଏ ଘର ଏ ଦାଣ୍ଡ ଦୁଆର, ସାତ ପର ଘର ଏ ଘର ଏ ଦାଣ୍ଡ ଦୁଆର। କି ଦୋଷ କରିଥିଲି ବାପା ତୁମର, ତୁମେ କଲ ମତେ ଆଜି ସାଥ କର, ଉଡ଼ନ୍ତା ଚଢ଼େଇର କାଟିଲ ପର, ଉଡ଼ନ୍ତା ଚଢ଼େଇର କାଟିଲ ପର, ଦେଲ ମୋ ପାଇଁ ଲକ୍ଷ୍ମଣ ଗାର, ଏ ପିଲାଦିନୁ ପାଇଲି ଗୌର ସ୍ନେହ, ତୁମ କୋଳେ ପାଇଥିଲି ଦୁହିଁଙ୍କ ସ୍ନେହ, ପିଲାଦିନ ଦେଖିଲି ଗୌର ମୁହଁ, ତୁମ କୋଳେ ପାଇଥିଲି ଦୁହିଁଙ୍କ ସ୍ନେହ, ଉଠିଲୁ ମୋର କଥା କୁହାକୁ ନେଇ, କାଲି କାନ୍ଦିବେ ଗଛ ଲତା ତୋତେ ନ ପାଇ, ଉଠିଲୁ କାଲି କାନ୍ଦିବେ ଗଛ ଲତା, ଉଡ଼ନ୍ତା ଚଢ଼େଇର କାଟିଲ ପର, ଉଡ଼ନ୍ତା ଚଢ଼େଇର କାଟିଲ ପର, ପାଣି ଦେଲ ମୋ ପାଇଁ ଲକ୍ଷ୍ମଣ ଗାର, ଆଜି ଜଳନ୍ଧରଙ୍କ ସହିତ ବୃନ୍ଦା ଆଜି ଚାଲି ଯାଇଛନ୍ତି ସିନ୍ଧୁ ରାଜ୍ୟକୁ। 4 ଦିନ ପରେ ଯେତେବେଳେ ଆଜି ତାଙ୍କର ଦୁହିଁଙ୍କର ଆଜି ସେଦିନ ଭୋଜି ହେଇଛି, ସମସ୍ତ ରାକ୍ଷସ ମାନଙ୍କୁ ଡକା ଯାଇଛି, ସମସ୍ତେ ଆସିଛନ୍ତି ନିମନ୍ତ୍ରଣ ପାଇଁ। ଯେତେବେଳେ ନିମନ୍ତ୍ରଣ ପାଇଁ ସମସ୍ତେ ଆସିଛନ୍ତି, ଗୋଟେ ବିକଟାଳ ଶବ୍ଦ ଶୁଭିଲା। ଜଳନ୍ଧର ଚାହିଁଲେ, କହିଲେ କିଏ କିରେ, ଏ ବିକଟାଳ ରଡି କିଏ କରୁଛି? ନା ସିଏ ରାହୁ ଆଉ କେତୁ, ନା ରାହୁ କେତୁ। ସମସ୍ତ ବୃତ୍ତାନ୍ତ ଆଜି କହିଦେଲେ ଶୁକ୍ରାଚାର୍ଯ୍ୟ। ମନ୍ତ୍ରୀ ଶୁକ୍ରାଚାର୍ଯ୍ୟ କହିଲେ ସମୁଦ୍ର ମନ୍ଥନ କରାଗଲା, ଗୋଟିଏ ପାର୍ଶ୍ୱରେ ଦେବତା, ଅନ୍ୟ ପାର୍ଶ୍ୱରେ ରାକ୍ଷସ। ସମୁଦ୍ରରୁ 14ଟି ପଦାର୍ଥ ବାହାରିଥିଲା, ଉଚ୍ଚେଶ୍ରବା ଅଶ୍ୱ, ପାରିଜାତ ଫୁଲ, ଐରାବତ ହସ୍ତି, ରମ୍ଭା, ଅମୃତ, ଚନ୍ଦ୍ର, ଶଙ୍ଖ, ଏହିପରି 14ଟା ପଦାର୍ଥ ଭିତରେ ଲକ୍ଷ୍ମୀ, ବିଷ, 14ଟା ପଦାର୍ଥ ଭିତରୁ ଦେବତା ମାନେ ସବୁ ନେଇକି ଚାଲିଗଲେ। ଅମୃତ ଯେତେବେଳେ ବାଣ୍ଟନ କଲେ, ଏତିକିବେଳେ ଚନ୍ଦ୍ର ସୂର୍ଯ୍ୟଙ୍କ ମଝିରେ ବସି ପଡିଥିଲେ ରାହୁ। ଏ କଥା ଚନ୍ଦ୍ର ସୂର୍ଯ୍ୟ ଜାଣି ଭଗବାନ କୃଷ୍ଣଙ୍କୁ ଯେତେବେଳେ ନିର୍ଦ୍ଦେଶ ଦେଲେ, ଆଖି ଠାର ମାରିଲେ, ତାଙ୍କ ସୁଦର୍ଶନରେ ଆଜି ୟାକୁ ଦ୍ୱିଖଣ୍ଡ କରିଦେଇଛି। ତେଣୁ ଖାଇଛି ବୋଲି ସୁଧା, ଖାଇଛି ବୋଲି ସୁଧା, ରହିଛି ଅଦରଧା, ଆଉ ଶିରତା ରାହୁ ଗଣ୍ଡି କେତୁ, ଗ୍ରାସିଛି ଚନ୍ଦ୍ର ସୂର୍ଯ୍ୟ, ଗ୍ରାସିଛି ଚନ୍ଦ୍ର ସୂର୍ଯ୍ୟ, ପ୍ରବେଶୀ ରତ୍ନଭାସ, ଆଉ ଏମତ ବିଚାର ସେ କରି ସେ ଦେବକୁଳ, ଆଉ ସଦେବ
କହି ଦେଇଛନ୍ତି ଆଜି ଶୁକ୍ରାଚାର୍ଯ୍ୟ ଇଏ ଅମୃତ ଟିକେ ଟିକେ ଚାଟି ଦେଇଥିବାରୁ ଇଏ ରାହୁ ଗଣ୍ଡି କେତେ ରାହୁ ଅଛନ୍ତି ମୁଣ୍ଡ କେତେଟା ହଉଛି ଗଣ୍ଡି ସେଇମାନେ ବିକଟାଳ ରାବ କରୁଛନ୍ତି ଜଳନ୍ଧର କ୍ରୋଧାନ୍ୱିତ ହେଇଗଲେ ହେ ଦେବତା ମାନେ ମୁଁ ତୁମକୁ ଆଉ ଦେବତା ପଦରେ ରଖେଇ ଦେଇ ପାରିବିନି ତେଣୁ କଲେ କଣ ଆଜି ଜଳନ୍ଧର ଆଜି ଦେବତା ମାନଙ୍କ ସହିତ ଯୁଦ୍ଧ କରିବା ପାଇଁ ଗଲେ ସମସ୍ତ ଦେବତା ଭୟଭୀତ ହୋଇ ସବୁ କଲେ କଣ ନାରାୟଣ ପରମ ଦେବ କଣ ହେଲା କଣ ଦେବି ଆରେ କଣ ଦେବି ମାନେ ଏମିତି ଗୋଟେ ଜିନିଷ ମୋ ପାଖରେ ଅଛି ଆଜ୍ଞା ସେଇଟା ନେଲେ ଆମ ଘରର ଇଜ୍ଜତ ବଞ୍ଚିବ ମୋ ପାଖରେ ଏମିତି ଗୋଟେ ଜିନିଷ ଅଛି ସେଇଟାକୁ ତୁ ନେଲେ ତମ ଘର ଇଜ୍ଜତ ରହିଯିବ ମୋ ସ୍ତ୍ରୀ ରାଣ ଦେଇକି କହିଛି ମତେ ସାରଙ୍କଠୁ ମାଗିକି ଆଣିବ କଣ ନବୁ ଆଜ୍ଞା ଏ ଫୁଲହାର ଏ ଫୁଲହାର କଣ ଆଉ ଏ ଟଙ୍କା ପଇସା ମୋ ଘରେ ତ ମୁଁ ଚାହା କରୁଛି ଲୋଟ ଜାଳିକି ନୋଟ ଚାହା କରୁଛି ଆଚ୍ଛା ଟାଉଲଟା ନବୁ ନାଇଁ ଟାଉନ ଦରକାର ଆଉ ଏ ଡ୍ରେସଟା ନବୁ ଡ୍ରେସ କଣ କରିବି ମାଳିଟା ନବୁ ନାଇଁ ଆଜ୍ଞା ଆଉ କଣଟା ନବୁ ତାହେଲେ ସେ କହିଛି ଏତେ ଲୋକରେ କହିବି ଆରେ ଯଦି ମୋ ପାଖରେ ଏମିତି ଗୋଟେ ଜିନିଷ ଅଛି ହଁ ନେଲେ ତୋ ଘର ଇଜ୍ଜତଟା ରହିଯିବ ଆଜ୍ଞା ଦେଇଦେବି ଆଉ କଣ ହଁ ସେଫ୍ଟି ପିନି ସିଫ୍ଟି ପିନ୍ଟା ହଁ ଏ ସିଫ୍ଟି ପିନ୍ଟା ହଁ ଚାରିଟା ଦରକାର ଚାରିଟା ଆଜ୍ଞା କାଇଁ ମୋ ସ୍ତ୍ରୀ ବ୍ଲାଉଜ ରୁ ବଟମ ଛିଡି ଯାଇଛି ଚାରିଟା ନେଲେ କୋଉଠି ମିଳିଥିଲା କି ଆଜ୍ଞା କୋଉଠି ମିଳିଥିଲା ଏଇ ବାତ୍ୟାରୁ ମିଳିଥିଲା ବାତ୍ୟାରୁ ଦେଇଥିଲେ ସେଥିରେ ବଟମ ନାହିଁ ଏଇ ଚାରିଟା ନେଇଗଲେ ଇଜ୍ଜତ ରହିଯିବ ସେ ପିନ୍ଧିବ ସେଇଟା କୋଉଠୁ ପାଇଲୁ ଆରେ ତୋ ଶ୍ୱଶୁରର କୋଉଠା ଆଜ୍ଞା ବେହେରା ଆଜ୍ଞା ତୁ ଯୋଉ ବାହା ହେଲୁ ତୋ ସ୍ତ୍ରୀ କଥା ତ କେତେ କହୁଛୁ ତୁ ତା ଯୋଉ ଭଲ ପାଇକି ବାହା ହେଲୁ ନା ନାଇଁ ଲଭ୍ ମ୍ୟାରେଜ ନାଇଁ ଭଲ ପାଇ ସ୍କୁଲରେ ନା କଲେଜରେ ନା ଗାଁରେ ନା ବନ୍ଧୁବାନ୍ଧବରେ ନା ସାହି ପଡିଶାରେ ନା ତାହେଲେ ଭଲ କୋଉଠି ତୁ ପାଇଲୁ ଷ୍ଟେସନରେ ବସ୍ ଷ୍ଟାଣ୍ଡରେ ମାନେ ତୁ ତାକୁ ଷ୍ଟେସନରେ ଆଉ ବସ୍ ଷ୍ଟାଣ୍ଡରେ ତାକୁ ଦେଖିଲୁ ଦେଖା ଦେଖି ହଉ ଆମେ ଆଚ୍ଛା ସେଇଟାକୁ ଭଲ ପାଇଲୁ ହଁ ସେ କଣ ସବୁବେଳେ ଷ୍ଟେସନ ଆଉ ବସ୍ ଷ୍ଟାଣ୍ଡରେ ବୁଲେ କି ନାଇଁ ଆଉ ସିଏ ତାର କଲେରେ ଯାଏ ହଁ ମୋ କଲେରେ ମୁଁ ଯାଏ ମାନେ ସିଏ କେତେ କାହା କଲରେ ଯାଏ ହଁ ତୁ କେତେ କାହା କଲରେ ଯାଉ ଆଜ୍ଞା ଆଚ୍ଛା ସିଏ କେତେ କାହା କଲରେ ଯାଏ ବୋଲି ହଁ ତତେ କହିବା ପାଇଁ ଏଠି ଲଜ୍ଜା ମାରୁନି ଆଜ୍ଞା ସତ କଥା ଆଉ ମାନେ ସତ କଥା ଆଜ୍ଞା କଣ ସତ କଥା ସେ କେତେ କାହା ସାଙ୍ଗେ କୁଆଡେ ଯାଏ ମାନେ ସିଏ ପୁରା ପାଲାରେ ପାଳିଆଣି ଓହୋ ସେ ପାଲାରେ ପାଳିଆଣି ଆଜ୍ଞା ତୁ ପାଳିଆ ହଁ ତେଣୁ ସମସ୍ତେ ଯାଇ ବସ୍ ଷ୍ଟାଣ୍ଡ ଆଉ ଷ୍ଟେସନରେ ଦେଖା ହୁଏ ଯେତେବେଳେ ଯୁଆଡେ ଯାଇ ଗଲା ଦେଖା ସାକ୍ଷାତ ଦି ଜଣ ସେଠୁ ତମେ ଭଲ ଭଲ ପାଇଲ ଆଜ୍ଞା ତାପରେ ପ୍ରସ୍ତାବ ପଡିଲା ହଁ ତାପରେ ବିବାହ ହେଲା ଆଜ୍ଞା ଆଚ୍ଛା ବେହେରା ଆଜ୍ଞା ବିବାହ ହେଲା ହଁ ତମର ବାସର ରାତି ହେଇଥିବ ହଁ ହେଲା ଆଚ୍ଛା ବାସର ରାତିରେ ହଁ ପୁଅ ଝିଅକୁ ଚାରିଟା ଜିନିଷ ଦିଏ ଆଉ ଝିଅ ପୁଅକୁ ଚାରିଟା ଜିନିଷ ଦିଏ ତମେ ଦିଆ ଦେଇ ହେଇଥିଲ କି କଥା କହୁଛ ସେଗୁଡାକ ଦବୁନି ଆଚ୍ଛା ତମେ ତାକୁ କଣ ଦେଇଥିଲ ଆଜ୍ଞା ସିଏ ତମକୁ କଣ ଦେଇଥିଲା ମୁଁ ତାକୁ ଚାରିଟା ଜିନିଷ ଦେଲି କଣ ଦେଲୁ ଶାଢୀ ଶାଢୀ ବ୍ଲାଉଜ ଶାଢୀ ଛାୟା ବ୍ଲାଉଜ ତିନିଟା ହେଲା ହଁ ଆଉ ଗୋଟେ ଯୋଉଟା ଭିତରେ ଭିତର ପିନ୍ଧା ଆଜ୍ଞା ଶାଢୀ ଛାୟା ବ୍ଲାଉଜ ଆଉ ଭିତର ପିନ୍ଧା ହଁ ସାର୍ ଆଚ୍ଛା ସିଏ ତୋ ପାଇଁ କଣ ଆଣିଥିଲା ସିଏ ଦେଖିଛି ମୋର ଯାହା ସିଏ ଆଇଲା ହଁ ମୋ ପାଇଁ ଆଇଲା ଗଞ୍ଜେଇ ହଁ ଚୁଲୁମ ଆଚ୍ଛା ବିଡି ଆଚ୍ଛା ଆରେ ଏଇଆକୁ ଦିଆଦି ହେଲ ଆଜ୍ଞା ବାସ୍ତବରେ କଣ ଚାରିଟା ଜିନିଷ ଦିଏ ଗୋଟିଏ ନାରୀ କି ତା ସ୍ୱାମୀ କଣ ଦିଏ ଆଉ ସ୍ତ୍ରୀ କଣ ସ୍ୱାମୀ କି ଦିଏ ନାରୀ ତା ସ୍ୱାମୀ କି ଦିଏ ସତ୍ୟ ଶାନ୍ତି ଦୟା କ୍ଷମା ଗୋଟିଏ ନାରୀ ପାଖରେ ଯଦି ସତ୍ୟ ଶାନ୍ତି ଦୟା କ୍ଷମା ଅଛି ସେ ସ୍ତ୍ରୀ ହବା ପାଇଁ ଉପଯୁକ୍ତ ଆଉ ତା ସ୍ୱାମୀ ତାକୁ ସ୍ତ୍ରୀ କି ଦେଲା ଧର୍ମ ଅର୍ଥ କାମ ମୋକ୍ଷ ଇଏ ଚାରିଟା ତାକୁ ଦେଲା ତେଣୁ ଏଇ ଦିଟା ଯାହା ପାଖରେ ଅଛି ସେ ଘରଟି ଆନନ୍ଦରେ ସଂସାର ତେଣୁ ସେଦିନ ଆନନ୍ଦରେ ଚଳୁଥିଲୁ ଆନନ୍ଦରେ ଚଳୁଥିଲେ ମୋର ଟିକେ ଡିମାଣ୍ଡ ବାକି ରଖିଦେଇଥିଲୁ ଡିମାଣ୍ଡ ବାକି ରହିଥିଲା ବେହେରା ଆଜି ଡେରି ହେଲାଣି ହଉ ଡିମାଣ୍ଡ ବାକି ରହିଥିଲେ ମୁଁ ରାଗରେ ତାଙ୍କ ଘରକୁ ଯାଉନି ଆଚ୍ଛା ଶାଶୁ ଦିନେ ଖବର ପଠେଇଲେ ଶାଶୁ ଖବର ଦେଲେ କଣ କହିଲେ ଜ୍ୱାଇଁ ପୁଅ ଯୋଉ ସଜରେ ଆସ ସେଇ ସଜରେ ଆସ ତମେ ଭାବିଲ ଯେ ଡିମାଣ୍ଡ ଟା ମତେ ଦେବେ ଆଉ ଦେବେ ବୋଧେ ତମେ ସାଙ୍ଗେ ସାଙ୍ଗେ ସେଇ ସଜରେ ବାହାରିଲ ଗଲି ଆଚ୍ଛା କଣ ନେଇକି ଗଲ କଣ ନେବି ଆଜ୍ଞା
ଗୋଟେ ଶେଉଳ ମାଛ ପାଇଲି। ଗୋଟେ ଶେଉଳ ମାଛଟେ କିଣିଲ। ହଁ ଆଚ୍ଛା ନେଇକି ସନ୍ଧ୍ୟାବେଳେ ବାହାରିଲ। ବାହାରି ଆଚ୍ଛା ଯେତେବେଳେ ଗଲ ବାଟରେ କଣ ହେଲା? ବାଟରେ କଣ ହେଲା ଶଳା ହଳ ବୁଲଉଛି। ଆଚ୍ଛା ତମେ ସିଧା ଘରକୁ ଗଲ ନା ନାଇଁ କିଛି? ନାଇଁ ତାଙ୍କୁ କହିଲି ବିଲ ବାଟ ବସିକି ପଳେଇବି ସିଧା ହବ ମାନେ ଆଉ। ପାଖ ହବ ବିଲ ବାଟରେ ଗଲେ ହେରି ଆଉ। ଗଲେ ହେରି ଆଉ। ତାପରେ କଣ ହେଲା? ଶଳା ହଳ ବୁଲଉଥିଲା। ଆଚ୍ଛା ବଡ ଶଳା କହିଲା କିଏ କୁଣିଆ କୁଆଡେ? ମୁଁ କହିଲି ଯାଉଛି ତମରି ଘରକୁ ପୁରା। ନା ଅଚାଟେ ଅଛି ହଳ ବୁଲେଇ ଦେଲେ ସାଙ୍ଗ ହେଇକି ଯିବା। ହଳ ବୁଲେଇ ଦେଇ ସାଙ୍ଗ ହେଇକି ଯିବା। ଯିବା। ତମେ ସେଠି ବସିଲ ହୁଡାରେ। ବସିଲି ହୁଡାରେ। ତାପରେ କଣ ହେଲା? ସେ ବଳଦ ଧଇଲା ମାନେ ଫିଟେଇଲା। ହଁ ମୁଁ ତା ପଛେ ପଛେ ଗଲି। ସେ ହଳ ନେଇକି ଆଗେ ଆଗେ ଗଲା। ହେଲେ ଘରକୁ ଗଲୁ। ହଁ ତମର ଟିକେ ଦୋଷ ଥାଏ। ମୋର ତ ଡିମାଣ୍ଡ ଦେଇନାହାନ୍ତି ବୋଲି ରାଗିଛି। ରାଗିଛ? ସିଏ ଆଜ୍ଞା କହିଲା ତା ସ୍ତ୍ରୀ କି ଡାକିଲା। ହଁ ହ୍ୟାଲୋ ମୋ ବାରିଆଡେ ଗଲା ହାରି ମାନେ କୁଣିଆ। ହଁ ଠେଙ୍ଗାଟା ବଳଦ ନା ହଁ ଗୋଟେ ବଳଦ ପଶିଗଲା ଘରେ। ଗୋଟେ ବଳଦ ଯେତେବେଳେ ଖୋଲି ଯାଇଛି ହଁ। ସେ ବାରିଆଡେ ଦୌଡିକି ପଳେଇଲା। ପଳେଇଲା। ଯେତେବେଳେ ଯାଇଛି ତମ ଶଳା ଡାକିଲା ଶଳା ଭାଉଜ। ହଁ କହିଲା କଣ କରୁଛୁ ଠେଙ୍ଗାଟା? ଠେଙ୍ଗାଟା ଆଣେ। ପଘାଟା ଆଣେ। ହଁ ନାଇଁ ଗୋଟେ ବଳଦ ନା ଠେଙ୍ଗା। ଖାଲି ଠେଙ୍ଗା। ଠେଙ୍ଗା। ଆଚ୍ଛା ଆଉ ଗୋଟେ ବଳଦ ନା କୁଣିଆ। ଓ ଜଣକ ନା ଠେଙ୍ଗା ଜଣକ ନା କୁଣିଆ। ଆଚ୍ଛା ସେ ଠେଙ୍ଗାଟା ଦୌଡିକି ଯାଇଛି। ଠେଙ୍ଗାଟା ଯାଇଛି। ଆଚ୍ଛା ହ୍ୟାଲୋ କୁଣିଆ ଗଲେ ଘରକୁ ବାନ୍ଧି ପକା ଗୋଟାକୁ। ଆଚ୍ଛା ମୁଁ ଠେଙ୍ଗାଟାକୁ ବାରି ଆଡୁ ଆଣୁଛି। ଆଚ୍ଛା ଆଚ୍ଛା ମାନେ ଜଣକ ନା କୁଣିଆ ଜଣକ ନା ଠେଙ୍ଗା। ହଁ କୁଣିଆ ତା ଗୁହାଳକୁ ଗଲା। ଆଜ୍ଞା। ସେ କହିଲେ ଗୁହାଳେ ଠେଙ୍ଗାଟାକୁ ତୁ ବାନ୍ଧେ। ବାନ୍ଧେ। ଆଉ ମୁଁ ଠେଙ୍ଗାଟାକୁ ଆଣିବାକୁ ଯାଉଛି। ତୁ କୁଣିଆକୁ ବାନ୍ଧେ। କୁଣିଆକୁ ବାନ୍ଧେ। ତାପରେ କଣ ହେଲା? ମୁଁ କହିଲି ସରିଗଲା ମୋ ପାଇଟି ଆଜି ଆଉ। ଆଚ୍ଛା କଣ କହିଲାଣି କୁଣିଆକୁ ବାନ୍ଧି ପକା ମୁଁ ବାରି ଆଡୁ ଠେଙ୍ଗାଟା ଆଣୁଛି। ହଁ ଆଜ୍ଞା ମୁଁ ତ ଅଟରଛା। ଜାଣୁନି ସେ ଆଉ। ମୁଁ ଅଟରଛା। ତମେ ଚିନ୍ତା କଲ ମୁଁ ଡିମାଣ୍ଡ ନବାକୁ ଆସିଛି। ମତେ ଗୋଟେ ପ୍ଲାନ ରେ ଡାକି ମତେ କଣ ବାନ୍ଧିକି ବାଡେଇବା ପାଇଁ ଚାହିଁଲେ। ବାଡେଇବେ ବୋଧେ ଆଉ। ତାପରେ କଣ ହେଲା? ମୁଁ ତାଙ୍କ ଘରକୁ ନଗେଇକି ଯାଇକି ଦଦା ଶ୍ୱଶୁର ଘରେ ବସିଲି। ଦଦା ଶ୍ୱଶୁରରେ ବସିଲ। ବସିଲି। ତାପରେ କଣ ହେଲା? ସେ ବଳଦକୁ ବାନ୍ଧି ଦେଲେ। ଆଚ୍ଛା କହିଲେ ଆଜି ଗୋଟେ ଗଞ୍ଜା ରଖିଥିଲେ ସିଏ ଦେଶୀ ଗଞ୍ଜା। କହିଲେ ଆଜି କୁଣିଆକୁ ଶେଷ କରିଦବା ଆଉ। ମାନେ ଦେଶୀ ଗଞ୍ଜାଟିଏ ଥିଲା। ହଁ ତାକୁ ଚିନ୍ତା କଲେ ଆଜି କୁଣିଆ ଆସିଛନ୍ତି। ହଁ ତାକୁ ଶେଷ କରିଦବା ଆଉ। ଶେଷ କରିଦବା ଆଉ। ତମ କାନରେ ଶେଷ କରିଦବାଟା ପଡିଛି ଆଉ। ମୁଁ କହିଲି ସରିଗଲା ମୋ ପାଇଟି କାହିଁକି ମୁଁ ଆଚ୍ଛା ଆଉଛି। ତାପରେ କଣ କହିଲେଣି କୁଣିଆକୁ ଶେଷ କରିଦେବେ। ଆଚ୍ଛା ସିଏ ଗଞ୍ଜାଟାକୁ ମାରିବେ ବୋଲି କହୁଛନ୍ତି। ଆଚ୍ଛା ମୁଁ ଜାଣିପାରୁନି। ହଁ ବାହାରି ପଇଲି ଦଦା ଶ୍ୱଶୁର ଘର ଆଡୁ। ଆଚ୍ଛା କାହାକୁ କିଛି ନ କହିକି ହଁ ତାଙ୍କ ନଡା ଗଦା ତଳେ ଯାଇକି ଲୁଚିଲି। ନଡା କଥା ସନ୍ଧ୍ୟା ହେଇଗଲାଣି ରାତି ହେଇଗଲାଣି ଆଉ ଘରକୁ ଆସିପାରିବନି। ନା ତାଙ୍କ ନଡା କଥା ତଳେ ଯାଇକି ଲୁଚିଲ। ଲୁଚେଇଲି। ତାପରେ କଣ ହେଲା? ସିଏ ତାକୁ ମାଉଁସ କଲେ। ହଁ ମାଉଁସ କରିକି ତା ଛାଲ ଫୁଟା ଯାହା ଅଛି ଗୋଡ ଫୋଡ ସବୁ ବାହାରିଲା। ଆଚ୍ଛା ତାକୁ ଗୋଟେ କୁତି ରଖିଥିଲେ। ଆଚ୍ଛା ତା ନାଁ ଟା ହଉଛି ଦେଖିଲି। 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 ଆଚ୍ଛା ସେ ଡାକିଲେ କହିଲେ କୁତିଟା କୁହାଗଲା କିରେ ଖାଇଥାନ୍ତା। ଆ ଦେଖିଲି। ଆଚ୍ଛା ମୁଁ କହିଲି ଦେଖିଦେଲେ ବୋଧେ ମୁଁ ନଡା ଗଦା ତମେ ଚିନ୍ତା କଲ ମୁଁ ତ ଲୁଚିଛି। ସେ କଣ ଦେଖିଲି କହିଲେଣି। ସେ ହଁ। ତାଙ୍କ କୁତିକି ଡାକୁଛନ୍ତି ବୋଲି ତମେ କଥା ଆଉ ଜାଣିନ। ମୁଁ ଜାଣିନି। ତାପରେ କଣ ହେଲା? କହିଲେ ଦେଖିଲି। ହଁ ଭଗବାନ ମୁଁ ନଡା ଗଦା ତଳେ ଅଛି ବୋଲି ଦେଖିଦେଲେ ଆଉ। ଦେଖିଦେଲେ ପଛେ ୟାର ଆସି କହ ଠିକ ଦେଖିଦେଲେ ଆଉ। ହଁ ମୁଁ ଆଉ ନଡା ଗଦାରୁ ବାହାରିକି ହଁ ଦୌଡିଲି ଆଉ। ଯେତେବେଳେ ଦୌଡିଲି ସିଏ ମୋ ପଛେ ପଛେ ଗୋଡେଇଲେ। ଗୋଡେଇଲେ। କହିଲେ କୁଣିଆ କୁଆଡେ ପଳେଇଛନ୍ତି। ମୁଁ ତ ଜୀବନ ବିକଳରେ ହିଡ଼ ଗଡି ଭାଙ୍ଗିକି ଯାଇକି ତାଙ୍କ ମୁହଁ ଘରେ। ଘରେ କହିଲେ କୁଣିଆ କୁଆ ପଳେଇ ଆଇଲ। ହଁ। ମୁଁ କହିଲି ନାଇଁ ଆଉ ଶ୍ୱଶୁର ଘରକୁ ଯିବାକୁ ଦରକାର ନାହିଁ। ମତେ ମାରିଲା ସର୍ବଧ୍ୟାୟୀ ସର୍ବଦେବତା ରକ୍ଷା ପାଇବା ପାଇଁ ତେଣୁ ଜଳନ୍ଧର ଭୟରେ ଦେବତା ମାନେ ଯାଇ ମେରୁଗିରି କାଞ୍ଚନ କୋରରେ ଲୁଚି ଆତ୍ମଗୋପନ କଲେ। ସମସ୍ତେ ନାରାୟଣକୁ ଡାକିଲେ। ହେ ଠାକୁରେ ଆମକୁ ଏ ବିପଦରୁ ଆଜି ରକ୍ଷା କର। ନାରାୟଣ ଆସିଲେ ଜଳନ୍ଧର ସହିତ ଯୁଦ୍ଧ କଲେ। ଆଜ୍ଞା ଜଳନ୍ଧର ସହିତ ଯୁଦ୍ଧ କଲେ। ଆଜି ନାରାୟଣ ପରାସ୍ତ ହୋଇ ତଳେ ପଡିଛନ୍ତି। ଜଳନ୍ଧର ମାରି ବସିଛି। ଧରା ଆଜି ପଡିଅଛ ତୁମେ ଧରା ଆଜି ପଡିଅଛ ବଡ ଦାଗି ବଡ ଚୋର
ଧରା ଆଜି ପଡ଼ିଅଛ ବଡ଼ ଦାଗି ବଡ଼ ଚୋରା ଧରା ଆଜି ପଡ଼ିଅଛ ଆଜି ଧରା ପଡ଼ିଛ ଯେତେବେଳେ ମାଡ଼ି ବସିଛନ୍ତି ଜଳନ୍ଧର ମାଡ଼ି ବସିଛି ଉପରେ ପଡ଼ିଛନ୍ତି ନାରାୟଣ ତଳେ ଏଇଠି ନାରାୟଣ କହିଲେ ଜଳନ୍ଧର ଆରେ ତୁ ମତେ ମାରିଦବୁ ମୋର କିଛି ଅସୁବିଧା ନାହିଁ ହେଲେ ତୋ ଭଉଣୀଟା ବିଧବା ହେଇଯିବ ରେ ଚାହିଁଲା କହିଲା ମୋ ଭଉଣୀ ନା ତୁ ଜନ୍ମ ହେଲୁ କୋଉଠୁ ବାହାରିଲୁ ସମୁଦ୍ର ଗର୍ଭରୁ ବାହାରିଲୁ ତୋ ପିତା ହେଲେ ବରୁଣ ଲକ୍ଷ୍ମୀ ମଧ୍ୟ ବାହାରିଛନ୍ତି ସମୁଦ୍ରରୁ ତେଣୁ ସ୍ୱଭାବରେ ଆମ ସମ୍ପର୍କର କଣ କହିଲେ ପଦ୍ମା ତୋ ଭଗିନୀ ସେ ଯେ ମୋର ପ୍ରାଣିନୀ ପଦ୍ମା ହଉଛି ତୋରି ଭଉଣୀ ବାସ୍ତବରେ ତୁ ହଉଛୁ ଶଳା ତୁ ଯଦି ମତେ ମାରିଦବ ତୋ ଭଉଣୀଟା ବିଧବା ହେଇଯିବ ନା ତମକୁ ମାରିବେନି ଏମିତି ଆଜି ଅବସ୍ଥା କରିବି ବୋଲେ ଏତେ ଦିନ ପରେ ଧରା ପଡିଛ ନା ଧରା ଆଜି ପଡ଼ିଅଛ ବଡ଼ ଦାଗି ধরা পড়িছ ছেচি ছেচি কচি কচি এতে দিন পরে ধরা পড়িছ আজ ছেচি ছেচি কচি কচি কি তমକୁ বাঁধিকি আজ মু নেবি হসিলে নারায়ণ বলে কোউথরে বাঁধিবু কোউথরে মতে বাঁধিকি নবু না ভাব দৌড়িরে করিবি প্রভু তোতে বন্ধন ଦଉଡ଼ିରେ ବାନ୍ଧିକି ସିନ୍ଧୁ ରାଜ୍ୟରେ ତେତେ ଫୁଲ ଚନ୍ଦନ ଦେଇ ଆଜି ମୋ ଭଉଣୀ ଆଉ ଭିଣୋଇକି ମୁଁ ପୂଜା କରିବି ରେ ବୈକୁଣ୍ଠପୁର ମୁଁ କରିବି ଲକ୍ଷ୍ମୀ ନାରାୟଣ ଯାଇକି ଜଳନ୍ଧରପୁରରେ ରହିଗଲେ ଦେବତା ମାନଙ୍କର ଚିନ୍ତା ପଡିଲା ଭାଳେଣୀ ପଡିଲା ଚିନ୍ତାରେ ମଗ୍ନ ଥିଲା ବେଳେ ଦେବର୍ଷି ନାରଦ ମହତୀ ବୀଣାକୁ ବାଦନ କରି ଯେତେବେଳେ ପ୍ରବେଶ କଲେ ଜଳନ୍ଧରପୁରରେ ଦେଖିଲେ ଜଳନ୍ଧର ସଭା କରି ବସିଛି ଏଇଠି କହିଲେ ଦେବର୍ଷି କହିଲେ ଜଳନ୍ଧର ଆରେ ତୋର ସବୁ ସୁଖ ମୁଁ ଦେଖୁଛି ହଁ ତୁ କହିପାରୁ ମୁଁ ଦ୍ୱିତୀୟ ବୈକୁଣ୍ଠପୁର କରିଛି ହେଲେ ଗୋଟିଏ କଥା ତୋର ଅସୁବିଧା ନା କଣ ମୋର ଅସୁବିଧା ତୋ ଭଳି ରାଜାକୁ ତୋ ସ୍ତ୍ରୀଟା ସମାନ ହେଲାନି ବୋଲା କଣ ହେଲା ମୋ ବୃନ୍ଦା ଠାରୁ ଆହୁରି କିଏ ପୁଣି ସୁନ୍ଦର ଅଛି ନା ହଁ ଆଉ ଜଣେ ଅଛନ୍ତି ନା ସିଏ କିଏ ନା ଉଷାରେ କାଲି ଯାଇଥିଲି କୈଳାସ ଉଷାରେ କାଲି ଯାଇଥିଲି କୈଳାସ ମଣି ଦେଖିଲେ ଧୂର୍ଜଟି ରସା ଭୂଷା କେତୋଷା ନୟନ ତାରା ଆଉ ବସିଲେ ସେ ତ କୋଟି ସଂଖ୍ୟା ତୋରା ଆଜ୍ଞା ଦେବର୍ଷି କହିଲେ ଆଜ୍ଞା ଯେତେବେଳେ କହିଦେଲେ ଆଜ୍ଞା ଦେବତା ମାନଙ୍କୁ ରକ୍ଷା କରିବା ପାଇଁ କଥା ଦେଇକି ଯାଇଛନ୍ତି ତେଣୁ ଜଳନ୍ଧର ମୁଣ୍ଡଟାକୁ ଆଉ ବିଗାଡି ଦେଲେ
କଲେ କାଲି ମୁଁ ପ୍ରଭାତରେ ଯାଇଥିଲି ଆଜି କୈଳାସପୁରରେ ପାର୍ବତୀ ଦେଖିଲି ପାର୍ବତୀ ଏତେ ସୁନ୍ଦର ଯେ ତାହା ମୁଁ ବର୍ଣ୍ଣନା କରିପାରିବିନି ଇ ଯାଉଥିଲା ଦାନବ ସମ୍ରାଟ ଋଷିଙ୍କର ସମ୍ଭାଷଣ ବର୍ଷି ଯାଅ ହେ ନାରଦ ଯାଅ ସଭାସଦ ଜନ ଉମାନ ଆସିଲେ ନ ହୋଇବ ସଭା ଜଳନ୍ଧରର ଏ ତେଣୁ ଯେତେବେଳେ ଦୂତକୁ ପଠେଇଲେ ଶିବଙ୍କ ପାଖକୁ ଆଜ୍ଞା ସେତିକି ବେଳେ ଶିବ ଏମିତି ଆଜି କଲେ ଯେ ତାର ଦୂତକୁ ଫିଙ୍ଗି ଦେଲେ ଜଳନ୍ଧରପୁରରେ ଗଡି ଗଡିକି ଆସିଲା ତେଣୁ ଆଜି ଦୂତ କଷ୍ଟ ପାଇଥିବାରୁ ରାଜା ଜଳନ୍ଧର ଶିବଙ୍କ ସହିତ ଯୁଦ୍ଧ କରିଛି ଆଜ୍ଞା ଶିବଙ୍କ ସହିତ ଯୁଦ୍ଧ କଲା ଆଜ୍ଞା ଚିନ୍ତା କଲା ଜଳନ୍ଧର ଯୋଉ ପାର୍ବତୀ ପାଇଁ ମୁଁ ଆଜି ଏତେ କଷ୍ଟ କଲି ମୁଁ ତ ସେ ପାର୍ବତୀକି ଟିକେ ଦେଖିପାରିଲିନି ତେଣୁ ମାୟା ଶିବକୁ ରଖି ନିଜେ ପାର୍ବତୀଙ୍କ ପୁରକୁ ଛଦ୍ମ ବସରେ ଶିବ ରୂପରେ ଆସିଲେ ଯେତେବେଳେ ଆସିଲେ ପାର୍ବତୀଙ୍କ ପାଖରେ ପ୍ରେମ ଭିକ୍ଷା କଲେ ସେଇଠି ପଚାରିଦେଲେ କହିଲେ କିଏ ରେ କାର୍ମୁକ ତୁହି କରୁ ଅବିଚାର ସ୍ୱାମୀ ରୂପେ ଆସିଏ ମୋ ସ୍ୱାମୀ ରୂପ ଧାରଣ କରି ମୋ ସ୍ୱାମୀ କାର୍ମୁକ ନୁହନ୍ତି ତୁ କିଏ ଗୋଟେ କାର୍ମୁକ ଆସିଛୁ ତୋ ରୂପ ଦେଖାଲ ତ ଅଭିଶାପ ଦେବି ଆଜ୍ଞା ଜଳନ୍ଧର ରୂପ ଦେଖେଇକି ଚାଲିଗଲା ଏକଥା ଦେବତା ମାନେ ନାରାୟଣକୁ ଡାକିଲେ ନାରାୟଣ କଲେ କଣ ନା ସେ ଯଦି କପଟ କରିପାରିଲା ତାହେଲେ ଆମେ ମଧ୍ୟ କପଟ କରିପାରିବା ଆଜ୍ଞା ବୃନ୍ଦାକୁ ସ୍ୱପ୍ନାଦେଶ କଲେ ବୃନ୍ଦା କାନ୍ଦି କାନ୍ଦି ଦେଖୁଛି ଜଳନ୍ଧର ମୁଣ୍ଡ ଗଡି ଗଡି ଆସୁଛି ଭାଲୁ ମାଙ୍କଡ ମାନେ ଆସି ଜଳନ୍ଧର ମାୟା ମୁଣ୍ଡକୁ ଯେତେବେଳେ ଦେଖେଇ ଦେଲେ ମୁଣ୍ଡ ପିଟି ଦେଲା ବୃନ୍ଦା ଯେତିକି ନାରାୟଣ ସେଦିନ କପଟରେ ଆଜି ସନ୍ନ୍ୟାସୀ ବେଶକୁ ଧାରଣ କରିକି ଆସିଲେ ବୃନ୍ଦା ପହଞ୍ଚି ଗଲେ ଆଜ୍ଞା ନାରାୟଣଙ୍କ ପାଖରେ ସେ ତ ଆଉ ଜାଣିନାହାନ୍ତି ନାରାୟଣ ବୋଲି ସନ୍ନ୍ୟାସୀ ବୋଲି ପଚାରିଦେଲେ ମୋ ସ୍ୱାମୀ କେମିତି ଅଛନ୍ତି ନା ତମେ ଆଖି ବନ୍ଦ କର ତମ ସ୍ୱାମୀ କି ତମେ ଦେଖିପାରିବ ଏତିକି ବେଳେ ନାରାୟଣ କଲେ କଣ ନା ଜଳନ୍ଧର ରୂପକୁ ଧାରଣ କଲେ ଦେଖିଦେଲା ବୃନ୍ଦା କୋଳରେ ଯେତେବେଳେ ବସି ପଡିଛି ଚିତ୍କାର ଆସିଲା ବୃନ୍ଦା ତୁମେ ଅସତୀ ବୃନ୍ଦା ତୁମେ ଅସତୀ ଏଣେ ବିନାଶ କରିଦେଲେ ଶିବ ଗଣ୍ଡି ମୁଣ୍ଡ ଅଲଗା ହେଇଯାଇଛି ଯେତେବେଳେ ଅଲଗା ହେଇଯାଇଛି ଏଇଠି କହିଲା ଆଜି ଆପଣଙ୍କର ଜଳନ୍ଧର କହିଲେ ବନ୍ଧୁ ଅରଚନା କରିଥିଲେ আগে কান্দছে জলন্ধর কান্দছে বৃন্দা যে বানরে ভণ্ডাইল মরে যে বানরে আহা হইবে সেই বানরে
ବୃନ୍ଦା ଆଜି କହିଦେଇଛନ୍ତି ଯୋଉ ଭାଲୁ ମାଙ୍କଡ ମାନଙ୍କୁ ମତେ ଦେଖାଇ ଆଜି ମୋର ସତୀତ୍ୱ ଲୁଣ୍ଠନ କରିଛ ତ୍ରେତୟା ଯୁଗରେ ସେଇମାନେ ସାହା ହେବେ। ଆଜି ନାରାୟଣ କହିଲେ ତୋ ନାମ ବୃନ୍ଦା ମୋ ନାମ ବୃନ୍ଦାବତୀ ହେଉ ତୋ ନାମ ତୁଳସୀ ଆଜିଠାରୁ ମୁଁ ହେଲେ ବୃନ୍ଦାବତୀ ତମେ ତୁଳସୀ ହେଇ ମୋ ମୁଣ୍ଡରେ ଶୋଭା ପାଇବ। ଜଳନ୍ଧରକୁ କହିଲେ ତତେ ମୁଁ ଆଜି କଷ୍ଟ ଦେଇଥିବାରୁ ମୁଁ ହେବି ଶାଳ ଗ୍ରାମ ତୁମେ ହେବ ବଜ୍ର କୀଟ ମତେ ସବୁବେଳେ ଖଣ୍ଡ ଖଣ୍ଡ କରି କାଟିବ। ଯୁଗେ ତୋର ସତ୍ୟବତୀ ନାମ ତ୍ରେତୟା ଯୁଗେ ମାଳତୀ ତୋର ନାମ ତ୍ରେତୟା ଯୁଗେ ମାଳତୀ ଦ୍ୱାପର ଯୁଗରେ ନାମ ତ୍ରିପୁରା କଳି ଯୁଗେ ବୃନ୍ଦାବତୀ ମୂଳେ ତୋର ଗଙ୍ଗା ଡାଳେ ତୋର ବିଷ୍ଣୁ ପତେ ଦେବତାଙ୍କ ବାସ ମୂଳେ পড়িলে মনই হুই কহই গরে কদাস তেণু আଜି বৃন্দাবতী উদ্ধার হয়েছি প্রভুঙ্ক মস্তকরে সর্বদা শোভা পাউছি। আଜି জলন্ধর আଜି বজ্রকীট হই আଜି শাଳ গ্রাম খଣ୍ଡ খଣ୍ଡ କରୁଛି। ଆଉ ଶୁଣୁଥିଲେ ଗୁଣୁଥିଲେ ମୋର ପଣ୍ଡିତ ମଣ୍ଡଳୀ ଭଲାରେ ଭଲା ପଣ୍ଡିତ ମଣ୍ଡଳୀ ଉଠିଲେ ଭାରି ଭଲାରେ ଭଲା ଦେଉଥିଲେ ଥିଲେ କ୍ଷମା ଦେବ ପଣ୍ଡିତ ସାଗର ଭଲାରେ ଭଲା ପଣ୍ଡିତ ଯାହା ଯାହା ନ୍ୟାୟ ମାନ ହେଲା କାର ମା ମାଉସୀ ମୋର କରୁଅଛି ଆନନ୍ଦ ମନରେ ଦେଉଥିବ ହୁଳହୁଳି ହରି ବୋଲ ସଂରକ୍ଷଣ ମହାବାହୁ ଆନନ୍ଦ ସାଗରେ ବୀର ଦରବାରେ ହରିବୋଲ ହୁଳହୁଳି ଦିଅ ଏ ସଂସାରର ଦୁଃଖ ଦୂର